ମୁଁ ତ କ୍ୱେଶ୍ଚିନ୍ ଆନ୍ସର ପାଇଁ ପ୍ରସ୍ତୁତ ଥିଲି। ମୁଁ ଆଉ ଟପିକ୍ ଆଣିନି। ଟପିକ୍ ନ ଆଣି ଆସିବା। ଆଚ୍ଛା, ଆପଣ ବିଚାର ସାରିଲେଣି କି ବାକି ଅଛି? ବିଚାର ସାରିଲେଣି କି ବାକି ଅଛି? ଆଜିର ମୁଦ୍ଦା, ଆଜିର ପ୍ରଶ୍ନ, ଆଜିର ସନ୍ଦେଶ ହେଇପାରେ, ଆଜିର ଉପସ୍ଥାପନା ହେଇପାରେ, ଆଜିର ଶେଷ ମୁହୂର୍ତ୍ତ ହେଇପାରେ। ବିଚାର ସାରିଲେଣି କି ଅଛି ବାକି? ଏଠି ପ୍ରଶ୍ନ ଉଠିବ, କଣ ବିଚାର? ବିଚାରଟା କଣ? ଯଦି ବିଚାରର ପ୍ରଶ୍ନ ଆସିଲା, ତାହେଲେ ବିଚାରଟା କଣ ପ୍ରଶ୍ନ ଆସିବ? ବିଚାର ନୁହେଁ ଯେ ଏଇ ପୃଥ୍ୱୀ ପୃଷ୍ଠରେ ରହି ଆଉ କଣ କରିବି। ବିଚାର ନୁହେଁ ଆଉ କଣ ଆହରଣ କରିବି। ବିଚାର ନୁହେଁ ମୁଁ କେତେ ଡେଭଲପ୍ କରିବି। ବିଚାର ନୁହେଁ ମୋର ଏତିକି ତାଲା ବାକି ଅଛି, ମୁଁ କେବେ ପୂରଣ କରିବି। ତାହେଲେ କଣ ବିଚାର ସାରିବାକୁ ଅଛି ମୋର? ମଣିଷ ସଦାବେଳେ ତ ବିଚାର କରୁଛି ନା। ସକାଳୁ ଉଠିଲେ ବିଚାର କରୁଛି, ସନ୍ଧ୍ୟା ପର୍ଯ୍ୟନ୍ତ, ଶୋଇଲା ପର୍ଯ୍ୟନ୍ତ ବିଚାର କରିଚାଲିଛି। ସେ ଗୋଟେ ଏଭଳି ପଦାର୍ଥ, ଏଭଳି ସୂକ୍ଷ୍ମ ସଂକଳ୍ପ ଭିତରେ ରହିଛି ମଣିଷର ମନରେ, ସେଇଟା ଅହର୍ନିଶି ଚାଲିଛି। ବିଚାରଟା ଅହର୍ନିଶି ଚାଲିଛି। ବିଚାର ସାରିଲେଣି କି ନାହିଁ, ତା ଅର୍ଥ ବୁଝନ୍ତୁ ଆଜ୍ଞା। ବିଚାର ତ ଚାଲିଛି, ସାରିବେ କଣ ପୁଣି? ବୁଝିଲେ? ବିଚାରଟା କଣ ଫାଇନାଲ କରିବେ? ବିଚାର ଅର୍ଥ କଣ ଫାଇନାଲ କଲେ? ଦୁଇଟି ରାସ୍ତା ଅଛି ବିଚାରର। ଗୋଟିଏ ରାସ୍ତା ହଉଛି ବାହାରକୁ ଯିବା ପାଇଁ, ଆଉ ଗୋଟିଏ ରାସ୍ତା ହଉଛି ଅନ୍ତର୍ମୁଖୀ ରାସ୍ତା। ତୁମେ ଟ୍ରାଫିକରେ ଅଛ, ବିଚାର କରୁଛ। ଗୋଟେ ବାହାରକୁ ଯିବାର, ଆଉ ଗୋଟେ ଭିତରକୁ ଆସିବାର। ତୁମେ ଛକରେ ବସୁଛ, ବିଚାର ସରିଲେ ସିନା ଯିବ। ଆଉ କଣ ଅଧା ବାହାରକୁ ଯାଇକି ପୁଣି ଭିତରକୁ ଅଧା ଆସିବ? ପୁଣି ଛକ ଦେଇକିରି ପୁଣି ଭିତରକୁ ଆସିବ, ପୁଣି କିଛି ବାଟ ଯାଇଥିବ, ଛକକୁ ଆସିବ, ପୁଣି ବାହାରକୁ ଯିବ। ନହେଲେ ଭୁଲ ରାସ୍ତାରେ ପଳେଇ ଆସିଲେ କି ବାହାରକୁ ଯାଇକି ପୁଣି ଫେରି ଆସିବ ଛକକୁ, ପୁଣି ବିଚାର କରିବ। ଯଦି ପୁଣି ବିଚାର କରି ଭିତରକୁ ଆସିବାକୁ ଅଛି, ଭିତରକୁ ଆସିଲ, ପୁଣି କହିବ ନାଇଁ 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 ଭୁଲରେ ଆସିଲି କି, ପୁଣି ପଳେଇ ଆସିବ ଛକକୁ। ଏମିତି ତ ହେଇଗଲାଣି କେତେ ଜନ୍ମ। କେତେ ଜନ୍ମର ବିଚାର କଥା ମୁଁ କହୁଛି। ଏମିତି ବହୁତ ଥର ବିଚାର ସାରିଲେଣି। ଏପଟ ସେପଟ ହଉଛନ୍ତି, ଭିତରକୁ ଆସୁଛନ୍ତି, ପୁଣି ବାହାରକୁ ଯାଉଛନ୍ତି, ବାହାରକୁ ଆସୁଛନ୍ତି, ପୁଣି ଭିତରକୁ, ଛକରେ ଛିଡ଼ା ହଉଛନ୍ତି, ପୁଣି କୁଆଡେ ଯାଇ ବି ପାରୁନାହାନ୍ତି। ସେଇ ଛକ, ସେ ବିଚାରର ଛକ। ବିଚାର ଛକ ତ କୋଉଠି ନଥିବ ପୃଥିବୀରେ, ତୁମ ପାଖରେ ଅଛି, ତୁମ ଠାରେ ଅଛି, ତୁମ ଦେହରେ ଅଛି, ମନରେ ଅଛି, ଭାବନାରେ ଅଛି, କାମନାରେ ଅଛି, ବିଶ୍ୱାସରେ ଅଛି, ଅବିଶ୍ୱାସରେ ଅଛି, ପରୋକ୍ଷରେ ଅଛି, ପ୍ରତ୍ୟକ୍ଷରେ ଅଛି।
ଆହ୍ୱାନରେ ଅଛି, ବିସର୍ଜନରେ ଅଛି। ବିଚାର ଏଭଳି ଗୋଟେ ଜିନିଷ ତୁମ ଭିତରେ ଲାଗିକି ରହିଛି। ସକାଳୁ ଉଠି ପଡ଼ିଲ ଧଡ଼ ଧଡ଼ ହେଇକିରି, ଆଖି ମଳମଳ କଲ, ପାଣି ଛାଟିଲ, ମୁହଁ ପରିଷ୍କାର କଲ, ଦାନ୍ତ ଭିତରେ ଟିକେ ଆଙ୍ଗୁଠି ପୂରେଇକିରି ପାଟିରେ କୁଳୁକୁଳୁ କରିଦେଲ, ଫୋପାଡ଼ି ଦେଲ ବେସିନରେ କି ବାହାରେ, ପୁଣି ଖୁବ୍ ଜୋରେ ଆଖିରେ ପାଣି ଛାଟିଦେଲ, ଦୀର୍ଘ ନିଶ୍ୱାସ କରି ବସିଗଲ। ପେଟରେ ପାଣି ପଡ଼ିଥିବ, ମୁହଁରେ ପାଣି ପଡ଼ିଥିବ, ଗାମୁଛା ଧରି ପୋଛିଲ, ବସିଗଲ, ଚେୟାରରେ ବସିଗଲି, ତଳେ ବସିଲ, ହୋସ୍ ଆସିଲା। ତାପରେ ବିଚାର ଆସିଲା। ବିଚାର ତ କରିକିରି ମୁହଁ ଧୋଇଲ, ବିନା ବିଚାରରେ ମୁହଁ ଧୋଇ ପାରିବନି। ମୁହଁ ଧୋଇବି କି ନାହିଁ, ମୁହଁ ନ ଧୋଇଲେ କ'ଣ ହବ, ଏମିତି ବିଚାର ଆସିବ। ପ୍ରଥମେ ଆସିବ, ପ୍ରଥମେ ଡିରେକ୍ସନ ମିଳିବ ତୁମକୁ ବିଚାରରେ, ଆଗେ ମୁହଁଟା ଧୋଇଦେ। ଯଦି ୟୁରିନାଲ ଲାଗିଥିବ, ଖୁବ୍ ଜୋରେ ପରିସ୍ରା ଲାଗୁଥିବ, ଯାଇକିରି ୟୁରିନାଲକୁ ପଳେଇବ। ପରିସ୍ରା ସେକ୍ସନ ଫୋକସ୍ କରିବ, ବିଚାର ଭିତରକୁ ଆସିଯିବ। ବିଚାର ଶେଷ ହେଇଯିବ, ଫାଇନାଲ ବିଚାର ହେଇଗଲା, ନାହିଁ ଆଗେ ପରିସ୍ରା କରିବି କି ମୁହଁ ଧୋଇବି। ସକାଳର ଷ୍ଟାର୍ଟିଂ ପଏଣ୍ଟ। ଯେଉଁମାନେ ଯୋଗ କରୁଛନ୍ତି, ଉଠିଗଲେ ରାତି 3ଟାରେ, ଆଖି ମଳମଳ, ବିଚାର କଲେ, ଉଠି ନାହାନ୍ତି, ଶୋଇଛନ୍ତି, ବିଚାର ଆସିଛି, କ'ଣ କରିବା, ଶୀତ ତ ଜୋର ପଡ଼ିଛି, କମ୍ବଳ ଘୋଡ଼େଇ ହେଇଛି, ଏତେ ସୁନ୍ଦର ଗରମଟାକୁ କେମିତି ଛାଡ଼ିଦେବି, ଏଇନା ଉଠି କ'ଣ କରିବି, ଯୋଗ କରିବି କି ନାହିଁ। ତାପରେ ମନରେ ଆସିବ ବିଚାର, ଶପଥ ତ କରିଥିଲି। ତାପରେ ମନରେ ଆସିବ, ଶପଥ କରିଥିଲି, କେଉଁ ଗୁରୁ ଆସିକି ମୋତେ ଦେଖୁଛନ୍ତି କି ଏଠି ମୁଁ କଲି କି ନ କଲି। ବିଚାର ଚାଲିବ। ଯେଉଁମାନେ ନିଷ୍ଠାପର, ଯେଉଁମାନେ ଦୀର୍ଘ ଭାବରେ ଶପଥ କରିଛନ୍ତି, ନିଷ୍ଠାର ସହିତ ଚାଲିଛନ୍ତି, ଗୁରୁଙ୍କ ଆଜ୍ଞାକୁ ଅବଜ୍ଞା କରିବେ ନାହିଁ, ବିଚାର ଭିତରେ ଅଛି, ସିଏ ଉଠି ପଡ଼ିବ ଧଡ଼କିନି, ଏ କମଳ ଫୋପାଡ଼ି ଦେବ। ଆଳସ୍ୟ ଦେଖାଦେବନି। ଯେଉଁମାନେ ଲକ୍ଷ୍ୟ ଅଧିକ ଥିବ, ହଁ ମୁଁ ଏ ଟାର୍ଗେଟ୍ ଫିନିଶ୍ କରିବାକୁ ଅଛି, ମୁଁ ପହଞ୍ଚିବି, ଏତେ ଦିନ ଭିତରେ ପହଞ୍ଚିବି, ସମାଧି ନେବି, କ'ଣ ସେ କହୁଛନ୍ତି ଦେଖିବି ତାକୁ, ଏ ବିଚାର ଭିତରେ ଯଦି ଅଛି, ସିଏ ବି ଉଠିଯିବ। ଅଧା ମରା ଅଧା ଜିଆ, ମରି ମରାଇ ଲାଇଫ୍ ଯେଉଁମାନଙ୍କର ଅଛି, ଅଧେ ମରିକିରି ଅଧେ ବଞ୍ଚୁଛନ୍ତି, ସିଏ ଉଠିବେନି କି ଯୋଗ କରିବେନି। ଯଦି ଉଠିଲେ ପୁଣି ଶୋଇପଡ଼ିବେ, ବସିକି ଶୋଇପଡ଼ିବେ। ଦେଖିବା କାଲିଠୁ ଯୋଗ ଆରମ୍ଭ କରିବା, ଆଜି ଦିନଟା ଶୋଇପଡ଼ିବା, କାହିଁ ଠିକ୍ ଲାଗୁନି ଆଜି ଯୋଗ କରିବା ପାଇଁ, ଏ ବିଚାର। ତେଣୁ এই ଟ୍ରାଫିକରେ ଯେଉଁମାନେ ଅଛନ୍ତି, କୁଆଡ଼େ ଯିବା ପାଇଁ ନିଷ୍ପତ୍ତି ନେଇପାରୁନାହାନ୍ତି, ଆଇଦର ଭିତରକୁ ଯିବେ କି ବାହାରକୁ ଯିବେ। ବାହାର ତ ଖୋଲା ଅଛି, ଯାଉଛନ୍ତି ସବୁଦିନ, ବାହାରେ ବି ଅଛ। ବେଳେବେଳେ ଗଛ ପାଖରେ ଯେମିତି ଛାଇ ନିଅ, ଛାଇ ଶାନ୍ତି ଲାଗେ, ସେମିତି ବିଚାର ଭିତରେ କିଛି ସମୟ କେଉଁଠି ବସି ସ୍ଥିର ହେଇକି ବିଚାର କରୁଛ, ସତରେ ଯୋଗଟା ଠିକ୍ କି ଭୁଲ। ଯଦି ଯୋଗ ଠିକ୍, ତାହେଲେ ସମସ୍ତେ କରୁନାହାନ୍ତି କାହିଁକି? କେହି ଜଣ ମେଡ଼ିକାଲ ଦୌଡ଼ୁଛନ୍ତି, କେହି ଜଣ ଯୋଗକୁ ଘୃଣା କରୁଛନ୍ତି, କେହି ଜଣ କହୁଛନ୍ତି ଯୋଗରେ ଲାଭ କ'ଣ ଅଛି, ବଞ୍ଚିବି କେମିତି? ଖାଦ୍ୟ ଦରକାର, ବସ୍ତ୍ର ଦରକାର, ସେଲ୍ଟର ଦରକାର, ଆଗେ ସିନା ପେଟ ପୋଷିଲେ ତାପରେ କ'ଣ କରିବ? ବିଚାର ପ୍ରତି ମୁହୂର୍ତ୍ତରେ ଚାଲୁଛି ତୁମ ଭିତରେ, କେବେ ସମାପ୍ତ ହେବ? ଯେପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ଡିଟରମିନେସନ ନ ହେଇଛ, ଦୃଢ଼ ସଂକଳ୍ପ ନ ନେଇଛ, ସେ ପର୍ଯ୍ୟନ୍ତ ଭିତରକୁ ଆସିପାରିବ ନାହିଁ। ଆଉ ଦୃଢ଼ ସଂକଳ୍ପ ସେତେବେଳେ ହେବ ଯେତେବେଳେ ତୁମ ଭିତରେ ଜ୍ଞାନ ଉଦୟ ହେବ। ଜ୍ଞାନ କେତେବେଳେ ଉଦୟ ହେବ ନା ଯେତେବେଳେ ତୁମେ ପ୍ରତ୍ୟକ୍ଷ ଭାବରେ ସବୁ ଘଟଣାକୁ ତର୍ଜମା କରିବ, ଦେଖିବ, ଅନୁଧ୍ୟାନ କରିବ। ଯେମିତି ଗୋଟେ ବିଚାର ଆସିବ ତୁମ ଭିତରେ, ବାପା ମରିଯାଇଛନ୍ତି, ତୁମ ବାପା ନ ମରନ୍ତୁ, ମନେ କରନ୍ତୁ ମରିଯାଇଛନ୍ତି, ତାଙ୍କ ବାପା ମରିଯାଇଛନ୍ତି, ତାଙ୍କ ବାପା ବି ମରିଯାଇଛନ୍ତି, ଅତଏବ ଯେତେ ଗୁଡ଼ିଏ ଆସିଥିଲେ ତାଙ୍କ ବାପା ସମସ୍ତେ ମରିଯାଇଛନ୍ତି, ଅତଏବ ମୁଁ ମଧ୍ୟ ମରିବି।
ଏ ବିଚାର ଭିତରକୁ ଆସୁଛି କି ନାହିଁ? ମୁଁ ମରିବି ନିଶ୍ଚିନ୍ତ। ଅତଏବ ଏଠି ବିଚାରଟା ଯଦି ରହିଗଲ, ତୁମେ ବିଚାର ଭିତରେ ବୁଡ଼ିଗଲ, ଅତଏବରେ ରହିଯିବ। ମୁଁ ମଧ୍ୟ ମରିବି, କିଛି ଝଲକ ସୃଷ୍ଟି ହେବ ଭିତରକୁ ଆସିବା। ଏଇଟା ପ୍ରତ୍ୟକ୍ଷ ଜ୍ଞାନ। କାରଣ ବାପା ମରିଛନ୍ତି, ଜେଜେ ମରିଛନ୍ତି, ତାଙ୍କ ଜେଜେ ମରିଛନ୍ତି, ତାଙ୍କ ଜେଜେ ମରିଛନ୍ତି। ଏଇଟା ପ୍ରତ୍ୟକ୍ଷ ଜ୍ଞାନ ତୁମକୁ ଦଉଛି। ଆମ ଗାଁରେ ପ୍ରାୟ 100 ବର୍ଷରୁ ଅଧିକ ଲୋକ ଯେଉଁମାନେ ଅଛନ୍ତି, ସେମାନେ କେହି ନାହାନ୍ତି। ଗୋଟିଏ ଦୁଇଟା ସେ ଆମ ଆଶ୍ରମ ଜଣେ ଆସିଥିଲେ, 102 ବର୍ଷର ବ୍ୟକ୍ତି, ହାଇଏଷ୍ଟ। ତାମାନେ ବର୍ତ୍ତମାନ 100 ଉପରେ କେହି ଆମ ଗାଁରେ ନାହାନ୍ତି। ସେ ଗୋଟିଏ ବ୍ୟକ୍ତି ଛାଡ଼ିଦେଲେ, ସେ ବି ମରିବ। ଯଦି ମରିବାଟା ଥୟ ଏବଂ ନିଶ୍ଚିନ୍ତ, ତୁମ ପ୍ରତ୍ୟକ୍ଷ ଜ୍ଞାନରେ ତୁମେ ଅନୁଭବ କରୁଛ ମୁଁ ମରିଯିବି ନିଶ୍ଚିନ୍ତ। ତେଣୁ ବାହ୍ୟ ଜଗତରେ ଏତେ ଉଣ୍ଡାଳିକି ଲାଭ କ'ଣ ଅଛି? କୋଠା ଉପରେ କୋଠା, ଜମି ଉପରେ ଜମି, ଘରର ଆସବାସ ପତ୍ର ଉପରେ ଆହୁରି ଆସବାସ କରିବା, ଆସବାସ ଜିନିଷ କିଣିବା, ମ୍ୟାଟେରିଆଲ ୱାର୍ଲଡ ଭିତରେ ବୁଲିବା। ବୁଲି ବୁଲି ବେଳେବେଳେ ମଣିଷ ଥକି ଯାଉନି କି? ଯେତେବେଳେ ଥକୁଛି ସେ ବିଚାର କରୁଛି ବାସ୍ତବରେ ଏ ରାସ୍ତାଟା ଠିକ କି ଭୁଲ। ତାପରେ ବିଚାର କରୁଛି ତାହେଲେ ଯୋଗ ରାସ୍ତା କ'ଣ ଠିକ, ଭିତରକୁ ଯିବା କ'ଣ ଠିକ, ବାହାରକୁ ଯିବା କି ଭିତରକୁ ଯିବା ଠିକ। ବସି ପଡ଼େ ମଣିଷ, ବେଳେବେଳେ ବସିକିରି ବିଚାର କରେ। ମୁଁ କହିଲି ବିଚାର ସାରିଲେଣି କି ନାହିଁ? ତା ଅର୍ଥ ତୁମେ ଏବେ ବି ବାହାରକୁ ଯାଉଛ, ଭିତରକୁ ଆସୁଛ। ଭିତରକୁ 2 ପାଦ ଆସିଲେ ବାହାରକୁ 4 ପାଦ ଯାଉଛ। ବିନା ବିଚାରରେ ଯାଉନ। ତୁମ ବିଚାର ଭିତରେ 4 ପାଦ ବାହାରକୁ ଯାଉଛ, ପୁଣି ଫେରି ଆସି ଥକିକିରି ପୁଣି କହୁଛ ନାହିଁ ଯୋଗ କରିବି। 2 ପାଦ ଆସିଲ, ପୁଣି ଅଟକି ଗଲ। ଜଣେ ଜଣେ ଯୋଗ କରୁଛନ୍ତି, ମାସେ କରିଗଲେ ରେଗୁଲାର, ତାପରେ ବନ୍ଦ, ଷ୍ଟପ୍। ଇଏ କ'ଣ? ପଚାରିଲେ ଯେତେବେଳେ ପଚାରୁଛି ମୁଁ ତାଙ୍କୁ, କ'ଣ ଯୋଗ ବନ୍ଦ ହେଲା କାହିଁକି? ନା ସମୟ ନାହିଁ, ଘର ନାହିଁ, ମେଡିକାଲକୁ ଦୌଡ଼ିଲି, ଅମୁକ ହେଲା ସମୁକ ହେଲା। ଏସବୁ ବିଚାର ଭିତରେ ବନ୍ଦ କରିଦେଲେ ଏ ସାଧନର କ୍ରମଟା ବନ୍ଦ ହେଇଗଲା। ମାସ ପରେ 2 ମାସ ପରେ ପୁଣି ଷ୍ଟାର୍ଟ କରୁଛନ୍ତି। ଏ ବନ୍ଦ ହେବାଟା କ'ଣ କାରଣ? ମାନେ ବାହ୍ୟ ଜଗତରେ ବୁଲିଲେ ପୁଣି ଜ୍ଞାନ ନାହିଁ ଯେ ରେଗୁଲାର ସାଧନ କରିବି କେମିତି ଭିତରକୁ ଯିବି। ତାମାନେ ପୂର୍ଣ୍ଣ ଭାବରେ ତୁମେ ବିଚାର ସାରିନ, କୁଆଡ଼କୁ ଯିବ, ସେଇଥିପାଇଁ ବ୍ୟାକ୍ ହେଇ ପଳେଇ ଆସୁଛ, ପୁଣି ବାହ୍ୟ ଜଗତରେ ବୁଲୁଛ। ଜମି କିଣିବା ମୋଟିଭ ଅଛି, ସାଧନ କରୁଛ, ଜମି କିଣିବା ମୋଟିଭ ହେଇଗଲା, ଏକ୍ସିଲରେଟ୍ ହେଇଗଲା ଜମି କିଣ, କେମିତି ଗୋଟେ ମାଣେ ଆଉ କିଣିବି। ସେଠୁ ଖୋଜିଲ ଜମି, ଆକୁ କହ, ତାକୁ କହ, ତାକୁ କହ, ତାକୁ କହ, ଏମିତି ଚାଲିଲା। ନିଶା ଛାଡ଼ିଗଲା ଭିତରକୁ ସାଧନରେ। ଆଗେ ଜମି କିଣି ସାରେ, ତାମାନେ ବାହ୍ୟ ଜଗତ ଭିତରେ ତୁମେ ବୁଲିଲ। 6ଟା ଝିଅ ଅଛି ତୁମର, ଆକୁ କହ, ତାକୁ କହ, ତାକୁ କହ, କେମିତି ଗୋଟେ ବିବାହ ହେଇଯିବ। ତାମାନେ ତୁମେ ଛକରେ ରହି ବିଚାର କରୁଛ, ବାହ୍ୟ ଜଗତରେ ବୁଲୁଛ, ଭିତରକୁ ଆସିନ। ଆଡମିସନ ନେଇଥିଲେ ଆମ ସହିତ ଜଣେ, ଆମ ଗାଁର ବ୍ୟକ୍ତି। ଆମେ ଯେତେବେଳେ ଆଡମିସନ ନେଇଥିଲୁ, ଏଇ 27-28 ବର୍ଷ ତଳର କଥା। ସାଧନ ଆମେ ଆରମ୍ଭ କଲୁ, ସିଏ ବି ଆରମ୍ଭ କରୁଥିଲା ସାଧନ, ବନ୍ଦ ହେଇଗଲା। ବର୍ଷ ପରେ ମୁଁ ପଚାରିଲି, ଆରେ ବନ୍ଦ କାହିଁ କଲୁ ସାଧନ? ତୁ ତ ଆମ ଆଗରୁ ନେଇଛୁ 2 ମାସ ଆଗରୁ। ନା
ଟିକେ ମୁଁ ଟିକେ ଫ୍ରି ହେଇଯାଏ ସାଧନ କରିବି। ଫ୍ରିଟା କ'ଣ ନା ଟିକେ କାମ ସରିଯାଉ। କାମ ସରିଗଲା ପରେ ମୁଁ ପଚାରିଲି, ଏ ମାନେ ଧାନ କାମ ହଉଥିଲା, ବିଲବାଡ଼ି କାମ। ମୁଁ କହିଲି ସାଧନ ଆରମ୍ଭ କଲୁଣୁ ନା ଆଉ ଟିକେ ଘରଟା ଭାଙ୍ଗି ଯାଇଛି, ତାକୁ ଟିକେ ମୁଁ ଠିକ୍ କରିଦିଏ ତାପରେ ସାଧନ କରିବି। ଘର ନାହିଁ କରିବି କେମିତି? ତୋର ସିନା ଘର ଅଛି, ମତେ କହିଲା। ତୋର ସିନା ଘର ଅଛି, ବଡ଼ ଭାଇ ହିସାବ ହବ, ତୁ ସାଧନ କରୁଛୁ, ମୋର ତ ଘର ନାହିଁ, ଘରଟା ଠିଆ କରେ। ବର୍ଷେ ପଳେଇଲା, ପୁଣି ଭେଟ ହେଲା। ମୁଁ କହିଲି ଘର ଠିଆ ହେଲାଣି, ସାଧନ କରିବୁ ନା? ଝିଅଟା ବାହାଘର ହେଇଗଲାଣି, ମୁଁ ଖୋଜୁଛି କେମିତି ବାହାଘରଟା ସରିଗଲା ପରେ ମୁଁ ନିଶ୍ଚିନ୍ତ ହେଇଯିବି, ତାପରେ ଯୋଗ କରିବି। ବାହାଘର ସରିଗଲା ଝିଅର, ପୁଣି ପଚାରିଲି, ମୁଁ କହିଲି ବାହାଘର ହେଇଗଲା ଝିଅ, ଆଉ ସାଧନ କେବେ ଆରମ୍ଭ କରିବୁ? ନା ଦେଖୁଛୁ ତ ଆମର ଅଭାବ ଲୋକ, ପଇସା ନାହିଁ, ପତ୍ର ନାହିଁ, ଚିନ୍ତିତ ଅବସ୍ଥାରେ ଆମେ ଅଛୁ। ତୋର ସିନା ପଇସା ଅଛି, ଘର ଅଛି, ଜମି ଅଛି, ବଡ଼ ଲୋକ। ପୁଣି 6 ମାସ ପରେ ପୁଣି ଭେଟ ହେଲା। ଭେଟ ତ ହୁଏ ସବୁଦିନ, ବେଳେବେଳେ ମୁଁ ପଚାରେ, ମୁଁ କହିଲି ସାଧନ ଆରମ୍ଭ କଲୁ, ପଇସା ହେଲା ନା? କ'ଣ କରିବି, ପିଲାଟାକୁ ପଢ଼ଉଛି, ପିଲା ସିନା ଟିକେ ଠାକିଗଲେ କୋଉଠି ମୁଁ ସାଧନ କରିବି? ସେ ଠାକିନି, ଆଜି ପର୍ଯ୍ୟନ୍ତ ପିଲା ଠାକିନି। 27 ବର୍ଷ ହେଇଗଲା, ନା ସାଧନ କରିଛି ଏପର୍ଯ୍ୟନ୍ତ, ନା କରିବ, ନା କରିଛି। ଆଜି 27 ବର୍ଷ ହେଇଗଲାଣି, ସାଧନ ନାହିଁ। କାରଣ କ'ଣ? ମୁଁ ଆଗରୁ 2 ମାସ ଆଗରୁ ଆଡମିସନ କରିଛି। ମତେ ବି ଇନସିଷ୍ଟ କରିଛି କେତେବେଳେ ଆସିକିରି ସାଧନ କର, ଭଲ ହବ, ସବୁ ଠିକ ହେଇଯିବ। ଏ ବିଚାରଟା କୋଉ ବିଚାର ଭିତରେ ସେ ରନ୍ କରୁଥିଲା, କୋଉ ବିଚାର ଭିତରେ ଚାଲୁଥିଲା? ଏସବୁ ବିଚାର, ବାହ୍ୟ ଜଗତର ବିଚାର ଭିତରେ ଆକାଂକ୍ଷା ଯୋଉ ରହିଛି, ସେଇ ଯୋଉ ଲୋଭ ଶକ୍ତି ବା ଅଜ୍ଞାନତା ମାଡ଼ି ବସିଛି, ତାଙ୍କୁ ସାଧନ କରିବା ପାଇଁ ଦଉନି, ଏପଟକୁ ଆସିବାକୁ ଦଉନି। ଅନ୍ତର୍ମୁଖୀ ହବାର କେବେ ବି ହେଇନି। ତେଣୁ ବିଚାର ସରିନି। ବିଚାର ଯୋଉ ଟପିକ ମୁଁ ଆଣିଲି ଆଜି, ବିଚାର ସାରିଲେଣି କି? ବିଚାର ସରିନି, ତୁମେ କୁଆଡେ ଯିବ? ଯେପର୍ଯ୍ୟନ୍ତ ବିଚାର ନ ସରିଛି, ସେ ପର୍ଯ୍ୟନ୍ତ ସାଧନ କରିପାରିବନି। ଭଲ ଭାବରେ ଦେଖନ୍ତୁ, ଦୃଢ ଭାବରେ ଚିନ୍ତନ କରନ୍ତୁ। ତୁମେ ବିଚାର କରିସାରିଛ କି ମୁଁ ରେଗୁଲାର ସାଧନ କରିବି, ମୁଁ ବାହ୍ୟ ଜଗତର ଅନ୍ଧ ପୁଟୁଳି ବାନ୍ଧିକିରି ଆମେ ଯୋଉ ବୁଲୁଛେ ବାହ୍ୟ ଜଗତରେ, କିଛି ନାହିଁ, ମାୟା ମରିଚିକା, ଏ ବିଚାରକୁ ତୁମେ ଛାଡ଼ିଲଣି କି? ବିଚାର ଗୋଟେ ବାଟ ପୁରା ରଦ ହେଇଯିବ, ପୂର୍ଣ୍ଣ ବନ୍ଦ ହେଇଯିବ ଗୋଟେ ବାଟ, ତାହେଲେ ଆଉ ଗୋଟେ ବାଟ ସୁରକ୍ଷିତ। ନହେଲେ ତ କିଛି ବାଟ ସାଧନ କରି ପୁଣି ରିଟର୍ନ ହବ। ଏଇଠିକି ତ ଆସୁଛନ୍ତି, ଦେଖନ୍ତୁ, 15 ବର୍ଷ ସାଧନ କରି ଛାଡ଼ିଛନ୍ତି, 33 ବର୍ଷ ସାଧନ କରି ଛାଡ଼ିଛନ୍ତି। 33 ବର୍ଷ ତଳର ମୁନି ଏଠିକି ଆସିଛନ୍ତି, 40 ବର୍ଷର ମୁନି ମୋ ପାଖକୁ ଆସିଛନ୍ତି। 40 ବର୍ଷ ହେଲା କ'ଣ କରୁଥିଲେ? ପୁଣି ଗୁରୁଦେବଙ୍କ କତିରେ ଆଡମିସନ କରିଛନ୍ତି ଯୋଉ ମୁନି, ସିଏ ଆସିଛନ୍ତି ମୋ ପାଖକୁ। ଚିନ୍ତା କରନ୍ତୁ, ସେଇ କିଛି ଦିନ ସାଧନ ସରିଗଲା, ତାଙ୍କର ପୁଡ଼ି ବନ୍ଧା ହେଇଗଲା, ପୁଟୁଳି ବନ୍ଧା ହେଇଗଲା, ଆଉ ନାହିଁ। କାରଣ ବିଚାର ସାରିନାହାନ୍ତି ସେମାନେ, ବିଚାର ସାରିନାହାନ୍ତି। ବିଚାର ସାରିବା ଅର୍ଥ ପୂର୍ଣ୍ଣ ନିଷ୍ପତ୍ତି ନେବା। ମୁଁ ଇଆଡେ ଯିବି, ମୁଁ ଇଆଡେ ଯିବି, ଭିତରକୁ ଯିବି, ପ୍ରତ୍ୟେକ ଦିନ ସାଧନ କରିବି, ଏଇଟା ବିଚାର। ଭୁଲି ପାରୁନାହାନ୍ତି ମୁନି ସମାଜର ସାଧନକୁ ଏଣେ ଛାଡ଼ି ଦେଇଛନ୍ତି, ଭୁଲି ପାରୁନାହାନ୍ତି, ମାନେ ଅଟକିଛନ୍ତି, ଝୁଲୁଛନ୍ତି। କୁଆଡେ ଯିବେ? ବାହାରକୁ ଯିବେ, ବାହାରକୁ ଗଲେ ତ ବେଙ୍ଗ ଅଛି, ସାପ ଅଛି, କୁମ୍ଭୀର ଅଛି, ବାଘ ଅଛି,
ଘରର ବାଘମାନେ ଅଛନ୍ତି, ସାହି ପଡ଼ିଶାର ବାଘ ଅଛନ୍ତି, ରାଜନୀତି ବାଘ ଅଛି, ସୋସାଇଟିରେ ବାଘ ବୁଲୁଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ ଶତ୍ରୁ ବୁଲୁଛନ୍ତି। ମୋତେ ଖାଇଦେବେ, ଏଣେ ଭୟ ହେଉଛି, କିନ୍ତୁ ଏଣେ ଭିତରକୁ ଆସିବା ପାଇଁ ଶକ୍ତି ନାହିଁ, ଜ୍ଞାନ ନାହିଁ। ସେଥିପାଇଁ ଯୋଗର ଗୋଟେ ବଡ଼ ଡେଫିନେସନ୍ ମୁଁ କୁହେ ସଦାବେଳେ, ସର୍ବଚିନ୍ତା ପରିତ୍ୟାଗ ନିଶ୍ଚିନ୍ତ ଯୋଗ ଉଚ୍ୟତେ। ଯେତେବେଳେ ସବୁ ଚିନ୍ତା ପରିତ୍ୟାଗ ହେଇଯିବ, ତାମାନେ ବାହ୍ୟ ଚିନ୍ତା କିଛି ନଥିବ, ବାହାରକୁ ଯିବା ପାଇଁ ଜମା ଖୋରାକ ସୃଷ୍ଟି କରିବନି। ବିଚାର ଭିତରେ ରାଜନୀତି ଅଫର ଆସିବ, ପ୍ରମୋସନର ଅଫର ଆସିବ, ଚାକିରିର ଅଫର ଆସିବ, ଗୁମାସ୍ତାର ଅଫର ଆସିବ, ରାଜା ହବାର ଅଫର ଆସିବ, ରାଣୀ ହବାର ଅଫର ଆସିବ, ବୁଝିଲେ? ଏ ସବୁ ଯାକ ଅଫର ଆସିବ ବାହ୍ୟ ନେବା ପାଇଁ, ଟାଣି ନେବା ପାଇଁ। ତୁମେ ଖାଲି ଯୋଉଦିନ ଦୃଢ଼ ସଂକଳ୍ପ ନିଅ, ମୁଁ ନାଇଁ ସାଧନ କରିବି, ସେଇଦିନ ସେ ସବୁ ଦେଖାଦେବେ, ରଣହୁଙ୍କାର ଦେବେ ତମ ପାଖରେ ଆସେ। ସେ ସାଇଲେଣ୍ଟ ଅଛନ୍ତି, କାରଣ ତୁମେ ବିଚାର ଛକରେ ବସିଛ, ତମେ କୁଆଡ଼େ ଯାଇନ, ତେଣୁ ସେ କାହିଁ ଆଟ୍ରାକ୍ସନ୍ କରିବେ। ଯେତେବେଳେ ତୁମେ ଦୃଢ଼ ନିଷ୍ପତ୍ତି ନେଇଯିବ, ନା ମୁଁ ସାଧନ କରିବି, ସେଇଦିନ ସେଇ ମୁହୂର୍ତ୍ତରେ ସେମାନେ ଆସି ପହଞ୍ଚିବେ। କହୁଥିଲୁ ବା ଝିଅ ବାହାର କରିବୁ, ପଇସା ନାହିଁ, ସେ କମ୍ପାନୀ କହୁଛି ଏତିକି ଦରମା ଦେବ, 25,000 ଟଙ୍କା ଦେବ, ଆସ। ପଳେଇଲ, ସେଠି ନା ସାଧନ କରିହବ, ନା ଖାଇହବ, ନା ଘର କଥା ବୁଝି ହବ, କେବଳ 25,000 ମୋହରେ ତୁମେ ପଡ଼ିଗଲ, ପଳେଇଲ ସେଠି ଗଲା। ଯୋଉଦିନ ଦୃଢ଼ ନିଷ୍ପତ୍ତି କରିବ ସାଧନ ଭିତରକୁ ଯିବା ପାଇଁ, ବିଚାର ଛୋଟ ନିଷ୍ପତ୍ତି ନେଇଗଲ, ସର୍ଟ, ଦୃଢ଼ ନିଷ୍ପତ୍ତି ନେଲେ ସେ ଆସିବେନି, ତୁମେ ସର୍ଟ ରନ୍, ତୁମେ ଛୋଟ ଛୋଟ ନିଷ୍ପତ୍ତି ନେଉଛ, ଦୃଢ଼ତା ନାହିଁ, ସେଥିପାଇଁ ସେମାନେ ଆସି ଟାଣି ନେଇଯିବେ, ତମେ ଉଠେଇ ନେଇଯିବେ ଘରକୁ। ତୁମେ ତ ନିଷ୍ପତ୍ତି ନେଇନ ନା, ବିଚାର ସାରିନ, ତୁମେ ଚାଲିଲ। କହୁଥିଲୁ ବା ଗାଡ଼ି କରିବାର ଇଚ୍ଛା ଅଛି, ବସ୍ଟି ଅଛି, ସେକେଣ୍ଡ ହ୍ୟାଣ୍ଡ ବସ୍, ଅଳ୍ପ ରେଟ୍ରେ ମିଳୁଛି, କିଣିଦେ। ତମେ ଧଡ଼ପଡ଼ ହେଇ ଉଠିଲ, ଚାଲିଲ, କାହିଁକିନା ସେ ଯୋଉ ନିଶା ଥିଲା ଜାଗ୍ରତ ହେଇଗଲା, ସାଙ୍ଗେ ସାଙ୍ଗେ ନିଶା ଥିଲା ବସ୍ କିଣିବି, ଜାଗ୍ରତ ହେଇଗଲା। ତୁମେ ଯୋଉଦିନ ନିଷ୍ପତ୍ତି ନବ ସାଧନ କରିବା ପାଇଁ, ସେଇଦିନ ହିଁ ସେଇ ଅଫର ମିଳିବ, ଆଗରୁ ମିଳିବନି। ତେଣୁ ବିଚାର ସାରିବା ଅର୍ଥ ତୁମେ ଦୃଢ଼ ନିଷ୍ପତ୍ତି ନବ। ସର୍ବଚିନ୍ତା ପରିତ୍ୟାଗ, ମନେ ରଖନ୍ତୁ, ଯେତେବେଳେ ସବୁ ଚିନ୍ତା ପରିତ୍ୟାଗ ହେଇଯିବ, ବିଚାର ଦୃଢ଼ ହେଇଯିବ, ତାକୁ ଜାଣିବ ଯୋଗ, ଏଇଟା ହିଁ ଯୋଗ। ପୁଣି କୁହାଯାଇଛି ଦୁଃଖ ସଂଯୋଗ ବିୟୋଗ ଯୋଗ ସଙ୍ଗୀତ, ଦୁଃଖରେ ସଂଯୋଜିତ ହେଇଥିବା, ଦୁଃଖ ନୁହେଁ କି? ଝିଅଟିଏ ଜନ୍ମ କରିଛ, ବିବାହ କରେଇଦେଲ, ସେଠି ଝଗଡ଼ା ଲାଗିଲା ଶାଶୁ ଘରେ, ଝିଅ ଚଳିପାରିଲାନି, ସବୁଦିନ ଫୋନ କଲା, ବୋଉ ମୁଁ ଅଶାନ୍ତିରେ ଅଛି, ମୁଁ ସେଭଳି ପିଲା ନୁହେଁ, ମୋତେ ନିର୍ଯାତନା ଦେଉଛନ୍ତି, ତୁମେ ଏଠି ଯୋଗ କରିପାରିବ? ଏମିତି ଫୋନ ତ ମୋ ପାଖକୁ ବେଶୀ ଆସୁଛି। ବାବା କ'ଣ କରିବା କୁହନ୍ତୁ, ଏଇଭଳି ଟର୍ଚର କରୁଛନ୍ତି ଝିଅକୁ। ଦୁଃଖ ସଂଯୋଗ ବିୟୋଗ କୁହାଯାଏ, ଦୁଃଖରେ ଇଏ ଗୋଟେ ଦୁଃଖପୂର୍ଣ୍ଣ, ଝିଅ ଜନ୍ମ କଲ, ଦୁଃଖପୂର୍ଣ୍ଣ ହେଇଗଲା ଏଠି। ଇଣ୍ଡଷ୍ଟ୍ରି କରିଛ, ଇଣ୍ଡଷ୍ଟ୍ରି ଚାଲିଲାନି, ଦୁଃଖପୂର୍ଣ୍ଣ। ପାଠ ପଢିଲ, ଚାକିରି ହେଲାନି, ଦୁଃଖପୂର୍ଣ୍ଣ। ଚାକିରି ହେଲା, ଦରମା ଅଧିକ ନାହିଁ, ଦୁଃଖପୂର୍ଣ୍ଣ।
ଦରମା ଅଧିକା ଥିଲେ ବି ପ୍ରମୋସନ ନାହିଁ, ଦୁଃଖପୂର୍ଣ୍ଣ। ପ୍ରମୋସନ ହେଇଗଲା, ରିସ୍କ ଅଛି, ଦୁଃଖପୂର୍ଣ୍ଣ। ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ ଆୟୁବିରେ। ମୁଁ କହିଲି ତୁମର ତ ବହୁତ ମାନେ କାମ ଦକ୍ଷତା ଅଛି, ତୁମେ ତ ପ୍ରମୋସନ ହବା କଥା। ଆମରି ମୁନି ସମାଜ ଲୋକ, ମୟୂରଭଞ୍ଜରୁ। ସେ କହିଲେ ଦେଖନ୍ତୁ ବାବା, ମୁଁ ଚାହିଁଲେ ଆଜି ମ୍ୟାନେଜର ହେଇଯିବି, କିନ୍ତୁ ମୁଁ ଚାହୁଁନି, କାହିଁକିନା ରିସ୍କ ଅଧିକା ଅଛି। ମୁଁ ଯୋଉ ଆସିଷ୍ଟାଣ୍ଟ ମ୍ୟାନେଜର ଅଛି ମୁଁ ଠିକ ଅଛି, କାରଣ ସେ ଯୋଗ କରୁଛି, ବୁଝିପାରିଲେ। ଆମରି ପଟଚଣା, ଆମରି ଚଣ୍ଡିଖୋଲକୁ ସିଏ ଥିଲେ, ଆସିଥିଲେ। ମତେ ଆମ ଘରକୁ, ଗାଁକୁ ଯାଇଥିଲେ, ଭେଟ ହେଲେ ଘରେ। ଆମ କବାଟରେ ଲେଖା ହେଇଛି ଶିବୋହମ। ସେଠୁ ସିଏ ଦେଖି ଦେଖି ଶିବୋହମ ଚମକି ପଡ଼ିଲେ, ବୋଲେ ଏଠି ବି ମୁନି ସମାଜରେ କିଏ ଅଛନ୍ତି। ସେଠୁ ମାଗିକିରି ଫୋନ ନେଇକିରି ମତେ ଫୋନ କଲେ। ସେ ଆସିଷ୍ଟାଣ୍ଟ ମ୍ୟାନେଜର ଆମ ଫଙ୍କସନକୁ ଆସିଛନ୍ତି, ବାରମ୍ବାର ଆସନ୍ତି, ଆମ ଫ୍ରଣ୍ଟ ଲାଇନରେ ବସନ୍ତି। ଯେତେ ବ୍ୟାଙ୍କ ଅଛି ଚଣ୍ଡିଖୋଲର ସବୁ ମ୍ୟାନେଜରଙ୍କୁ ମଧ୍ୟ ଡାକିକିରି ଆଣେ ଆମ ଫଙ୍କସନ। ପୋଲିସ ଅଫିସର ଆସନ୍ତି, ଯେତେ ଅଛନ୍ତି, ବ୍ଲକ ତହସିଲଦାର, ସବୁ ଇନଭାଇଟେସନ କରାଯାଏ ତାଙ୍କୁ ସବୁ। ମତେ ଖୁସି ଲାଗିଲା, ଯାହା ହଉ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର ଚାହୁଁନି ମ୍ୟାନେଜର ହବା ପାଇଁ, ରିସ୍କ ଅଛି। ଏଠି ଆସିଲା, କିଛି ରିସ୍କ ନାହିଁ, ଯୋଉ କାମ କରିବା କଥା କରିଦେଇ ଘରକୁ ପଳେଇଲା, ଆରାମରେ ସାଧନ କଲା। ବଡ ଚାକିରି କଲେ ରିସ୍କ ଅଛି। ତମେ କଲେକ୍ଟର ହଉନା, ଦୁଃଖପୂର୍ଣ୍ଣ। ତୁମେ ଭାବୁଛ କଲେକ୍ଟର ଗୋଟେ ବଡ ଗାଦି, ମୋଟା ଗଦିରେ ବସିକିରି ହୁକୁମ ଦଉଛି, ଫୋନ କରୁଛି, ତା ନୁହେଁ। ତାକୁ ଭିତରକୁ ଯାଇ ପଚାର, ସେ କେତେ ଦୁଃଖରେ ଥିବ, କେତେ ରିସ୍କରେ ଥିବ। ତେଣୁ ଦୁଃଖ ସଂଯୋଗ ବିୟୋଗଂ ଯୋଗ ସଙ୍ଗୀତମ୍। ଦୁଃଖରେ ସଂଯୋଜିତ ହେଇଥିବା ମନ ଯେତେବେଳେ ବିୟୋଗ ହେଇଯିବ, ମାନେ ଫେରି ଆଣିବ। ବିୟୋଗ ମାନେ ଫେଡ଼ାଣ, ମାନେ ଉଡ୍ର କରି ଆଣିବା, ଫେରି ଆଣିବା। କାହିଁ ଜାଣି ଶୁଣି ତୁମେ ଦୁଃଖପୂର୍ଣ୍ଣ ଭିତରକୁ, ସେ ତ ବିଚାର ତ ବାହାରକୁ ଯିବା ପାଇଁ ଅଛି ନା, ବିଚାର କରୁଛ, ବିଚାର ସରିନି, ତେଣୁ ଦୁଃଖପୂର୍ଣ୍ଣ ଭିତରେ ବୁଲୁଛ। ସେଥିପାଇଁ ସେ ଡେଫିନେସନ ହଉଛି ଦୁଃଖ ସଂଯୋଗ ବିୟୋଗ। ଦୁଃଖରେ ସଂଯୋଜିତ ହେଇଥିବା ମନ କୁ ଯେତେବେଳେ ତୁମେ ଫେଡ଼େଇ ଆଣିବ, ବିୟୋଗ କରି ଆଣିବ, ସେଇଟା ଯୋଗ ହେଇଯିବ। ଦେଖନ୍ତୁ, ବାହାରକୁ ଯିବା ପାଇଁ ମନା, ଇଏ ଯମ ନିୟମର ନୀତି, ଅହିଂସାରେ ରହିବ, ସତ କହିବ, ଅସ୍ତ୍ୟ ପାଳନ କରିବ, ଅପରିଗ୍ରହ ପାଳନ କରିବ, ବ୍ରହ୍ମଚର୍ଯ୍ୟ ପାଳନ କରିବ। ତାହେଲେ ବାହାରକୁ ଯିବନି ତୁମେ କେବେ, ମନ କେବେ ଯିବନି। ଯଦି ଗୋଟେ ମିଛ କହିଲ ତ 1000 ମିଛ କହିବାକୁ ପଡ଼ିବ। ମନ ଅସ୍ଥିର ରହିବ, ଯାଇପାରିବ, ଭିତରକୁ ଆସିପାରିବନି। ସେଇ ଛକରେ ଥିବ, ବିଚାର ଛକରେ। ବିଚାର ଛକ, ମନେ ରଖନ୍ତୁ, ସେ ଜାଗାଟା ବିଚାର ଛକ। ଖାଲି ବିଚାର ହଉଛି, ତୁମେ ନା ଭିତରକୁ ଆସିପାରୁଛ ନା ବାହାରକୁ ଯାଇପାରୁଛ। ବାହାରକୁ ଗଲେ ପୁଣି ଭିତର ଆକାଂକ୍ଷା ସୃଷ୍ଟି ହଉଛି, ମୁଁ ଯୋଗ କରିଥାନ୍ତି, ନିରୋଗ ହେଇଥାନ୍ତି, କାହିଁ ମେଡିକାଲ ଆସିଲି, କାହିଁ କଣ କଲି, ଯୋଗରେ ତ ସବୁ ଭଲ ହଉଛନ୍ତି, ପରମ ଶାନ୍ତି, ପରମ ମୁକ୍ତି, ମୁଁ ଆସିଥିଲି ମୁଖ୍ୟ ହେବି, ଆତ୍ମଦର୍ଶନ କରିବି, ସମାଧି ହେବି। ପୁଣି ଭିତରକୁ ଆସିବା ପାଇଁ, ଯୋଉ ବାହାରକୁ ଯାଉଥିଲ ପୁଣି ଭିତରକୁ ପଳେଇ ଆସିବ। ଦୁଃଖ ସଂଯୋଗ, ଦୁଃଖରେ ସିନା ଛଟପଟ ହଉଛ, କାଉ ଖୁମ୍ପି ଦେବ ନା। ଏଇ ପୃଥିବୀ କାଉ ବସା, କାଉ ଖୁମ୍ପିବ ତୁମକୁ, ଯୋଉଠି ନାହିଁ ସେଠି ଖୁମ୍ପିବ। ଦେଖନ୍ତୁ, ଖୁମ୍ପିବ, ଯେତେବେଳେ ଖୁମ୍ପା ଖାଇବ, ତୁମେ ସେଠୁ ଭିତରକୁ ଆସିବାକୁ ଯୋଜନା କରିବ। ମା ତ ଅନେଇଛି, ଭିତରେ ଡାକୁଛି, ଆ ମୋ ପାଖ। ତୁମେ ତ ଖଣ୍ଡି ଉଡ଼ା ଦଉଛ, ପୁଣି ବିଚାର ଛକରେ ବସଛ,
କୁଆଡ଼େ ଯିବି, ଭିତରକୁ ଯିବି କି ବାହାରକୁ ଯିବି? ତେଣୁ ଦୁଃଖ ସଂଯୋଗ ବିୟୋଗ, ଯେତେବେଳେ ଦୁଃଖରେ ତୁମେ ଜର୍ଜରିତ ହେଇଯିବ, କାଉ ଖୁମ୍ପିବ ତୁମକୁ, କାକ ବସାରେ ତୁମେ ସେଠୁ ଭିତରକୁ ଆସିବାକୁ ଯୋଜନା କରିବ। କେତେ ଗୁଡ଼ିଏ ଲୋକଙ୍କ ବିପଦପୂର୍ଣ୍ଣ ଅବସ୍ଥା ବି ତୁମକୁ ଭିତରକୁ ଆଣିବା ପାଇଁ ଯୋଜନା କରେ। ମୁଁ ସେଥିପାଇଁ କହିଛି ବିପଦ ବନ୍ଧୁ, ବିପଦ କେବେ ଶତ୍ରୁ ନୁହେଁ ତୁମର। ଭଲ ଭାବରେ ମନେ ରଖନ୍ତୁ, ବିପଦ କେବେ ଶତ୍ରୁ ନୁହେଁ। ବିପଦ ତୁମକୁ ଆଶ୍ରୟ ଦେବା ପାଇଁ ଯୋଜନା କରିଛି। ବିନା ଆତ୍ମଦେବଙ୍କର ସଂକଳ୍ପରେ, ବିନା ଆତ୍ମଦେବଙ୍କର ପ୍ରବନ୍ଧରେ କିଛି ଶତ୍ରୁତା ସୃଷ୍ଟି ହୁଏନି। ଶତ୍ରୁ କେବେ ସୃଷ୍ଟି ହୁଅନ୍ତିନି, ମନେ ରଖନ୍ତୁ। ବହୁତ ଡେପ୍ଥ କଥା ମୁଁ କହୁଛି। କେବେ ନିଜର ସଂକଳ୍ପରେ ଶତ୍ରୁ ସୃଷ୍ଟି ହୁଏନି, ବିନା ସଂକଳ୍ପରେ। ଆଉ ଆତ୍ମଦେବଙ୍କର ପ୍ରବନ୍ଧ ଏତେ ସୁନ୍ଦର, ତୁମେ ଜାଣିନ? ସେ ସୁନ୍ଦର ରଚନା କରନ୍ତି ତୁମକୁ କେମିତି ଅଡ଼େଇ ଆଡ଼େଇକିରି ଆଣିବା ପାଇଁ। ଆଉ ତ କହିବେନି ଯେ ବାପାରେ ତୁ ମୋ ପାଖକୁ ଆ, ଆତ୍ମା କେବେ କହିବ? ସେ ବିପଦ ସୃଷ୍ଟି କରିବ, କହି ପିଲାଟା ମାନୁନି ମୋର। ବିପଦ ଦେଖିଲେ ଭୟ ସୃଷ୍ଟି ହବ, ସେଠୁ ପଳେଇ ଆସିବ ଦୌଡ଼ିକିରି ବିଚାର କର। ବିଚାର ଛକରେ ପହଞ୍ଚିଲ, ସେ ଡିସାଇଡ୍ କରିବ ନା ମୁଁ ଭିତରକୁ ଯିବି। ତେଣୁ ବିପଦ ତୁମର ବନ୍ଧୁ। ତେଣୁ ଦୁଃଖ ସଂଯୋଗ ବିୟୋଗଂ ଯୋଗ ସଙ୍ଗୀତମ, ଯେତେବେଳେ ଦୁଃଖରେ ପରିପୂର୍ଣ୍ଣ, ସଂସାରଟା ଦୁଃଖପୂର୍ଣ୍ଣ ନୁହେଁ କି? ଦେଖ ଯୁଆଡ଼େ ଯିବ ଦୁଃଖପୂର୍ଣ୍ଣ, ଯୁଆଡ଼େ ଯିବ। ନଈରେ ଗାଧୋଉଛ, କୁମ୍ଭୀର ଟାଣି ନେଇଯିବ। ନଈ ଭଲ, କୁମ୍ଭୀର ଭଲ, କିନ୍ତୁ ଯେତେବେଳେ ଟାଣି ନେଇଯିବ ତୁମକୁ, ହେଲା। ଜଙ୍ଗଲକୁ ଗଲେ ବାଘ ଅଛି, ଜଙ୍ଗଲକୁ କାହିଁ ଯିବ? ତମ ଘରେ ବା ବାଘ ଅଛି। ସକାଳୁ ଉଠିଲେ ସନ୍ଧ୍ୟା ପର୍ଯ୍ୟନ୍ତ ଗୋଟେ ଗୋଟେ ପରିବାରରେ ଝଗଡ଼ା ଲାଗୁଛି। ଦେଖନ୍ତୁ, ଭଲ ଭାବରେ ଦେଖନ୍ତୁ, ଝଗଡ଼ା ନ ଲାଗିଲେ ବି ଅନ୍ତର୍ନିହିତ ଝଗଡ଼ା କୋହଳୁଛି ଭିତରେ। ବୋଉ ସକାଳୁ ଉଠିଲେ ଶାଶୁକୁ ଅନଉନି, ଶାଶୁ ଉଠିବ ମୁହଁ ମୋଡ଼ିଦବ ଗୋଟା ବେଳେ, ଶ୍ୱଶୁର ଗୋଟା ପଟରେ, ଶାଶୁ ଗୋଟା ପଟରେ। ଯଦି ଶାଶୁ ବୋଉ ଭଲ, ଶ୍ୱଶୁର ଆଉ ଶାଶୁର ପଡ଼ୁନି, ବାପ ପୁଅର ପଡ଼ୁନି। ଏଇଠି ତ କେତେ ପରିବାର ମୁଁ ଦେଖୁଛି, ବୋହୂ ନେଇଯାଉଛି ପୁଅକୁ, ବୋହୂ ନେଇଯାଉଛି ପୁଅକୁ, ଆମେ ବାହାରେ ରହିବା। କେତେ କଷ୍ଟରେ ସେ ମା ମୋତେ କାଲି ପରଦିନ ଏଠି ଆସିଥିଲେ, ଆଖି ଲୁହ ଛଳ ଛଳ ହେଇକରି କାନ୍ଦୁଥିଲେ ମୋ ଆଗରେ। ବାବା କ'ଣ କରିବି, କେତେ କଷ୍ଟ କରି ପୁଅ ଜନ୍ମ କରିଛି, ଲକ୍ଷେ ଟଙ୍କା ଦରମା ପାଉଛି, ମୁଁ କ'ଣ ତାକୁ କାଖେଇନି? ମୁଁ କ'ଣ କୋଳେଇନି? ମୋ ଉପରେ କ'ଣ ସେ ଛୋଟବେଳେ ଶୋଇନି, ପରିସ୍ରା କରିନି, ମୋ ଲୁଗା ତିନ୍ତିନି, ରାତି ସାରା କ'ଣ ମୁଁ ତାକୁ ଜଗିନି? ସେଇ ପୁଅ ଆଜି ବାହାରେ। ବୋହୂ କହୁଛି ମୋ ସହିତ ମୁଁ କୁଆଡ଼େ ଭଲ ଲୋକ ନୁହେଁ। ଏ ସଂସାରର ଦୃଶ୍ୟ ତୁମେ ଥକିଯିବ। ସଂସାର ଦୃଶ୍ୟକୁ ଦେଖିଲେ ତୁମେ ଥକିଯିବ। କ'ଣ କରିବ? କେତେ କଷ୍ଟ କରି ପାଠ ପଢ଼େଇଛି, ଗାଧେଇ ଦେଇଛି, ଲଙ୍ଗଳା ଅବସ୍ଥାରେ ହଳଦୀ ଲଗେଇ ଦେଇଛି, ତେଲ ଲଗେଇ ଦେଇଛି, ଖାଉନଥିଲେ ଖୋଇ ଦେଇଛି, ଜ୍ୱର ଥିଲେ ରାତି ସାରା ଚେଇଁଛି, କପଡ଼ା ଓଦା କପଡ଼ା ଥାପୁଡ଼େଇଛି ମଥାରେ ରାତି ସାରା। ସେଇ ବୋଉ ଆଜି ମାନେ କେତେ ଦୁଃଖ ଅବସ୍ଥାରେ କାନ୍ଦୁଛି, ଆଖିରୁ ଛଳ ଛଳ ଲୁହ, ପାଦ ଭିଜି ଯାଇଛି। ଏ ପରଦିନ ଘଟଣା।
କହିଲେ ଆପଣ ତ କହିଲେ ମୁଁ ଯୋଗରେ ଆଡମିସନ ହେଲି, ଫେରିବ କେବେ ମୋ ପୁଅ? ମୁଁ କହିଲି ଫେରିବ, ବ୍ୟସ୍ତ ହଉନା, ଫେରିବ, ଅବଶ୍ୟ ଫେରିବ। ତୁମେ କିନ୍ତୁ ଦୃଢ଼ ନିଷ୍ପତ୍ତି ନିଅ, ମୁଁ ସବୁଦିନ ସାଧନ କରିବି, ମୁଁ କେନ୍ଦ୍ରାଭିମୁଖୀ, ପୁଅ ଯାଉ କିଛି ନାହିଁ, ତୁମେ ଫେରିଆସ ତୁମ ରାସ୍ତାରେ, ତୁମେ ନିଜକୁ ଦର୍ଶନ କର, ତୁମେ ନିଜ ଗୋଡ଼ରେ ଛିଡ଼ା ହୁଅ, ଦେଖିବ ସେ ପୁଅ ଫେରି ଆସିବ। ମୁଁ କହିଲି ଯୋଉଦିନ, ତା ପରଦିନ ପୁଅ ଯାଇ ଭେଟିଲା। ଭଉଣୀ ରାକ୍ଷୀ ବାନ୍ଧିବ, ଭଉଣୀ ରାକ୍ଷୀ ବାନ୍ଧିବ ଭାଇ ହାତରେ, ଡାକିଦେଲା, ପଳେଇ ଆସିଲା। ତାର ଗୋଟେ ଝୁଅ ଅଛି, ଏ କଣ ଦୁଃଖପୂର୍ଣ୍ଣ ସଂସାର ନୁହେଁ କି? ସୁଖ ମିଳିବ କୋଉଠି ତୁମକୁ? ସୁଖ କୋଉଠି ମିଳିବ? ଯୋଉଠି ଏକାନ୍ତ ତୁମେ ହବ, ଯୋଉଠି କେହି ନଥିବେ, ନା ବାପ ଥିବ, ନା ଝିଅ ଥିବ, ନା ପୁଅ ଥିବ, ନା ବୋହୂ ଥିବ। ସେଦିନ ସେ ମା ଆସିକି ମୋ ଆଗରେ କାନ୍ଦୁଥିଲେ, ବାବା କଣ କରିବି, ମୋ ତଣ୍ଟିଟା ଚିପିଦେଲା ମୋ ବୋହୂ। ଆଉ ଗୋଟେ କେସ୍, ମୋ ତଣ୍ଟି ଚିପିଦେଲା, ମୋ ମୋବାଇଲ ଛଡେଇ ନେଇଗଲା। ଏ ଭୁବନେଶ୍ୱରର ଦୃଶ୍ୟ। ମୁଁ କଣ କରିବି? ଥାନାକୁ ଯିବି କି ନାହିଁ? କୁହନ୍ତୁ। ମୁଁ ଯାଅ ଥାନା, ରିପୋର୍ଟ କର। କି ନିରାଶ୍ର ରୂପରେ ଆସି ଏଠି ପହଞ୍ଚିଥିଲା। ଆଶ୍ରୟ କିଏ ଦେବ? ମୁଁ ଦେବି ନା। ଆଶ୍ରୟ ସେଇ ଭିତର ଶକ୍ତି ଦେବ। ତୁମେ ବିଚାର କର, ଦୃଢ଼ ନିଷ୍ପତ୍ତି ନିଅ, ମୁଁ ଭିତରକୁ ଯିବି। ବାହାରେ ଦୁଃଖ ସଂଯୋଗ ଯୋଉ କୁହାଯାଇଛି, ପ୍ରକୃତରେ ଦୁଃଖପୂର୍ଣ୍ଣ ସଂସାର। ଫେରିଆସ ଭିତରକୁ। ସେଠି କେହି ନାହାନ୍ତି, ନା ଶାଶୁ, ନା ବୋହୂ, ନା ସ୍ୱାମୀ। ମନେ ପଡୁଛି, ସ୍ୱାମୀ ନାହିଁ। 10 ବର୍ଷରୁ ସ୍ୱାମୀ ମରିଯାଇଛି। ହୁଏତ ସିଏ କହିଲା, ସ୍ୱାମୀ ଥିଲେ ମୋଠୁ ମୋବାଇଲ ଛଡେଇ ନେଇନଥାନ୍ତା ମୋ ବୋହୂ। ପୁଣି କହୁଛି, ତୁ ଶାଶୁ ନୁହେଁ, ତୁ ଆମ ଘରର କଳଙ୍କ, ଅଲକ୍ଷଣୀ। ସେଇଦିନଠୁ ଆଉ ଫେରିନି ସେ ମା, ଘରକୁ ଯାଇନି। ପୁଲିସ ରିପୋର୍ଟ ଦେଲା, ବାହାରେ ରହିଛି ଭଡ଼ା ନେଇକିରି, ପେନସନ ପାଉଛି, ଚାକିରି କରିଥିଲା, ଅଭାବ କିଛି ନାହିଁ ତାର, କିନ୍ତୁ ଅଭାବ ହଉଛି ବୋହୂ ହେଲାନି। ପୁଅ ବି ମୋଠୁ ବୋହୂ କଥାରେ ପଡ଼ି ମତେ ଭୁଲ ବୁଝିଲା। ଦୁଃଖପୂର୍ଣ୍ଣ ସଂସାର। 80 ବର୍ଷ ହେଇଗଲା, ବୁଢା ବୁଢୀ 2 ଜଣ। ସାମାନ୍ୟ ଚେୟାର ପାଇଁ ଡାଇଭର୍ସ କେସ୍ ଆସିଲା 80 ବର୍ଷ। ସେ ଚେୟାରରେ ମୁଁ ବସିବି କି ତୁ ବସିବୁ? କରୋଡ଼ ସମ୍ପତ୍ତି, କରୋଡ଼ ସମ୍ପତ୍ତି ତାଙ୍କର। ଚେୟାରରେ କିଏ ବସିବ? ଏ ଚେୟାରରେ ମୁଁ ବସିବି। ବୁଢୀ କହିଲା, ନାଇଁ ମୁଁ ବସିବି। ଡାଇଭର୍ସ ଗଲା 80 ବର୍ଷ ପରେ। ଯାହାକୁ ଭାବୁଛ ଇଏ ଗୋଟେ ପରିବାର, ସୁନ୍ଦର ପରିବାର, ଏ ପୃଥିବୀରେ ଅନନ୍ୟ, ସେଇ ପରିବାର ତୁମର ଦୁଃଖପୂର୍ଣ୍ଣ। ମନେ ରଖନ୍ତୁ। ବଡ଼ ସୌଭାଗ୍ୟର କଥା। ଆମ ଭଉଣୀ ମତେ କଥା ଦେଇଥିଲା, ତୁ ପାଠ ପଢ, ମୋ ନାଁରେ ଯୋଉ ଜମି ହେଇଛି ଚକବନ୍ଧରେ, ମୁଁ ତତେ କରିଦେବି, ତୁ ଏଥିରେ ମନ ଦେନା।
ସେ ଭଉଣୀ ସମସ୍ତ ସମ୍ପତ୍ତି ପୁଣି ମୋ ନାଁରେ କରିଦେଲା। ତା ଶ୍ୱଶୁର ଚାଲାକି କରିକି ନେଇଯାଇଥିଲା। ଆମର ଜମିବାଡ଼ି ବୁଝୁଥିଲା ତା ଶ୍ୱଶୁର। ମୁଁ ଛୋଟ ଥିଲି। ଯଦି ସେଇ ଭଉଣୀ ମୋ କଥାରେ ନଥାନ୍ତା, ମୋତେ ଭଲ ପାଉନଥାନ୍ତା, ତାହେଲେ ତ ବିରାଟ ରୂପ ଧାରଣ କରିଥାନ୍ତା ଏଇ କେସ୍। ଦେଖନ୍ତୁ, ମୁଁ ମାଗିନି ତାକୁ, ଏବେ କରିକିରି ଗଲା ସମ୍ପତ୍ତି ସବୁ, ମୁଁ ମାଗିନି। ଆସି 40 ବର୍ଷର କଥା। ମୁଁ ବାହାରେ ଖୋଜିନି ତାକୁ ଯେ ମୋ ସମ୍ପତ୍ତି ନେଇଯାଇଛି ହେଇଯାଇଛି ତା ନାଁରେ। ମୁଁ କେବେ ସେଥିରେ ନିଘା ଦେଇନି। ମୁଁ ଭିତରକୁ ଆସିବା ପାଇଁ ଯୋଜନା କରିଛି। ଭିତରକୁ ଆସିଥିବାରୁ ହୁଏତ ସେ ଆସିକି କରିଦେଲା ମୋ ନାଁରେ ସବୁ ସମ୍ପତ୍ତି। ଏଇଟା ହଉଛି ତାର ପରୋକ୍ଷ ପ୍ରଭାବ। ଆଶ୍ରମ ଗଲା, ଡାଇବେଟିସ୍ ଆଡମିସନ ନେଲା ମୋ ପାଖରେ। ଯାହାକୁ ଘୃଣା କରୁଥିଲା, ମୋତେ ଘୃଣା କରୁଥିଲା ଯେ ଏତେ ପାଠ ପଢିଲା, ଏତେ ଅମକ କଲା, ଚାକିରି କଲାନି। ସେଇ ଭଉଣୀ ଯେତେବେଳେ ନିରାଶ ରହିଲା, ଡାଇବେଟିସ୍ କୋଉଠି ଭଲ ହେଲାନି, ମୋ ପାଖକୁ ଆସିଲା। 18 ଦିନ ରହିଲା ମୋ ପାଖରେ, ଆଶ୍ରମ ରହିଲା। ଆମ ଘରକୁ ଯାଇନି କି ତା ବାପ ଘର ସେଇଠି, ତା ଶାଶୁଘର ଆମ ଗାଁ କଲେ, ସେଠିକି ଯାଇନି। ସମ୍ବଲପୁରରେ ରହୁଛନ୍ତି ସେମାନେ। ଆସିକିରି ଆଡମିସନ ହେଲା, ଭଲ ହେଇକି ଗଲା ଆଶ୍ରମରେ। ସେଠି ଅନୁଭବ କଲା ମୁଁ ଯାହା କରୁଛି ଠିକ କରୁଛି। ମୁଁ ସେବେ ବି ତାକୁ କହିନି ଆଡମିସନ କଲୁ, ମୋ ନାଁରେ ସମ୍ପତ୍ତି ସବୁ ହେଇଛି, ତୋ ନାଁରେ ହେଇଯାଇଛି, ମୋ ସମ୍ପତ୍ତି କରିଦେ, ମୁଁ କେବେ କହିନି। କାରଣ ସେ ବଡ଼ ଭଉଣୀ। ମୁଁ ମୋ ବାଟରେ ଚାଲିଛି, ମୁଁ ଭିତରକୁ ଚାଲିଛି, ମୁଁ ବାହାରକୁ ଯାଇନି। ବାହାରେ ତ ଝିଞ୍ଝଟ ଅଛି, ଅଶାନ୍ତି ଅଛି, ଅପବାଦ ଅଛି, ହିଂସା ଅଛି, ଦ୍ୱନ୍ଦ୍ୱ ଭାବ ଅଛି, ଦ୍ୱୈତ ଭାବ ଅଛି, ଦିଟା କଥା ଅଛି। ରାଜନୀତିରେ ତୁମେ ବସ, ଦେଖିବ ପ୍ରତି ମୁହୂର୍ତ୍ତ ତୁମକୁ ଅଶାନ୍ତି ଦେବ, ପ୍ରତି ମୁହୂର୍ତ୍ତ ଦୁଃଖ ଦେବ, ପ୍ରତି ମୁହୂର୍ତ୍ତର ମିଛର ସଂସାର ସୃଷ୍ଟି କରିବ ରାଜନୀତିରେ। ଯୁଆଡେ ଦେଖିବ ରାଜନୀତିଙ୍କର ମାନେ ଆଖେଡା। ତୁମେ ଫସିଯିବ, ହଜିଯିବ, ସେଥିରେ ମୃତ୍ୟୁବରଣ କରିବ, କେହି ପଚାରିବେନି ତୁମକୁ, କାରଣ ଦୁଃଖପୂର୍ଣ୍ଣ ସଂସାର। ତେଣୁ ବିଚାର ସାରିଲେଣି କି ଅର୍ଥ? ଏଇ ଯୋଉ କାମ ସବୁ ରହିଛି ବାହାରେ, ଦେଖୁଛ, ଜାଣୁଛ, ସିଆଡେ ପସନ୍ଦ। ବିଚାର ସାର। ବିଚାର ମାନେ ସାରିବା ଅର୍ଥ ସଂକଳ୍ପ ନବ, ମୁଁ ଆଉ ସିଆଡକୁ ଯିବିନି, ଇଆଡକୁ ଯିବି, ଭିତରକୁ ଯିବି। ବିଚାର ଯୋଉଦିନ ସଂକଳ୍ପ ସ୍ଥିର ନ ହେଇଛି, ଡିଟରମିନେସନ ନ ହେଇଛ, ସେ ପର୍ଯ୍ୟନ୍ତ ତୁମକୁ ବାହାର ଆକର୍ଷଣ ଶକ୍ତି ଟାଣି ନେଇଯିବ। କାରଣ ତୁମେ ବିଚାର ସାରିନ। ବିଚାର ଯେତେବେଳେ ଦୃଢ ନିଷ୍ପତ୍ତି ନେଇଯିବ, ହଁ ଆଇ କ୍ୟାନ୍ ଗୋ, ମୁଁ ଯିବି, ମୁଁ ଯିବି। ତେନ୍ଦୁଲକର ନାକ ଫାଟିଗଲା, ୟାକର ୱାକର ୟୁନୁସ୍ 140 କିଲୋମିଟର ବେଗରେ ଫୋପାଡୁଥିଲା ବଲ୍ ପାକିସ୍ତାନରେ। ଏ ନୂଆ ହେଇକି ଯାଇଛି। ଆଜାରୁଦ୍ଦିନ କ୍ୟାପ୍ଟେନ୍, ୱାସିମ ଆକ୍ରମ, ଆଉ ଏବେ ଯିଏ ତାଙ୍କର ଇମ୍ରାନ ଖାନ ଥିଲା। ଆଜାରୁଦ୍ଦିନ କହିଲା ଏ ଛୁଆଟାକୁ କୋଉଠୁ ଉଠେଇ ଆଣିଲୁ ବାଟରୁ, ଏ ଖେଳିବ? ଏ ତ ଛୋଟ ପିଲାଟା, 17-18 ବର୍ଷର ପିଲା, 16-17 ବର୍ଷର ପିଲା। ବଲ୍ ଫୋପାଡ଼ିଲା, ଇଏ ଓପନିଂ ଯାଇଛି, ସିଦ୍ଧୁ ରହିଛି ଓପନିଂ। ଫାଷ୍ଟ ବଲରେ ନାକ ଫାଟିଗଲା ତେନ୍ଦୁଲକର।
ରକ୍ତ ଝରିଲା ତଳକୁ, ସିଧୁ ଛାନିଆ ହେଇଗଲା, କହିଲା ଷ୍ଟ୍ରେଚରରେ ଆଣ ନେଇଯାଅ, ଏଇ ଖେଳିପାରିବନି। ଏ ମୂର୍ଚ୍ଛା ହେଇକି ପଡ଼ିଲା। ପୁଣି ଉଠିଲା, ନା ମୁଁ ଷ୍ଟ୍ରେଚରରେ ଯିବିନି, ମୁଁ ଖେଳିବି, ମୁଁ ଖେଳିବି। ଏଇ ଯୋଉ ବିଚାର ତା ଭିତରେ ସୃଷ୍ଟି ହେଲା, ମୁଁ ଖେଳିବି, ମେ ଖେଲୁଙ୍ଗା, ମୁଁ ଯିବିନି, ମୁଁ ଫେରିବିନି, ମୁଁ ଏଇଠି ଖେଳିବି। ଖେଳିଲା, ସେକେଣ୍ଡ ବଲ୍, ଥାର୍ଡ ବଲ୍, 4 ମାଇଲ୍, ନଟ୍ ଆଉଟ୍, ଲାଷ୍ଟ ପର୍ଯ୍ୟନ୍ତ ନଟ୍ ଆଉଟ୍। ସେଇଦିନ ବିଶ୍ୱ ଜାଣିଲା ଏ ଛୋଟ ପିଲାର କରାମତି କେତେ। ଛୋଟ ସାପର ବିଷ ବେଶୀ ବା। ତେଣୁ ବିଚାର ଯେ ପର୍ଯ୍ୟନ୍ତ ତୁମେ ଦୃଢ଼ ନିଷ୍ପତ୍ତି ନ ନେଇଛ ସେ ପର୍ଯ୍ୟନ୍ତ କିଛି କରିପାରିବନି। ଯୋଗ, ଆଜି ଜଣେ ଟେଲିଫୋନ କରି ମୋତେ କହୁଥିଲା, କହିଲା ବାବା ଆପଣ ଯାହା କହୁଛନ୍ତି ଠିକ କଥା, ଗୋଡ଼ ହାତ ହଲେଇଲେ କ'ଣ ଯୋଗ ହେଇଯିବ? ଆମେ ବି ସେମିତି ହଲଉଛୁ। ଆନ୍ଧ୍ରାରୁ ଲଗେଇଛି ଫୋନ ମୋ ପାଖକୁ, ଆମେ ବି ସେମିତି ଲଗେଇଛୁ, ଗୋଡ଼ ହାତ ହଲଉଛୁ, ଯୋଗ କରୁଛୁ। ସେ ଯୋଗରେ ମୂଲ୍ୟ କ'ଣ ଅଛି? ନିଷ୍ପତ୍ତି ପୂର୍ବକ ଯୋଗ କର, ଦୃଢ଼ ନିଷ୍ପତ୍ତି ହୁଅ, ଡିଟରମିନେସନ ହେଇଯାଉ, ମୁଁ ଭିତରକୁ ଯିବି ଯିବି ଯିବି। ବାହାରେ ଏତେ ଜିନିଷ ସବୁ ଖଞ୍ଜା ହେଇ ଥୁଆ ହେଇଛି ତୁମକୁ ଆକର୍ଷଣ କରିବା ପାଇଁ, ଭଗବାନ ରଖିଛନ୍ତି ତୁମ ବିଚାର ବାହାରେ, ତୁମ କଳ୍ପନା ବାହାରେ, କଳ୍ପନା କରିପାରିବନି। ଏତେ ସୁନ୍ଦର ସୁନ୍ଦର ଜିନିଷ ତୁମକୁ ଝାମ୍ପି ନେବା ପାଇଁ, କେବଳ ଉଠେଇ ନେବା ପାଇଁ। ଆଉ ମନ ହଉଛି ଶଙ୍ଖଚିଲ, ଶଙ୍ଖଚିଲ, ଯୋଉଠି ଚାହିଁବ ସେ ଉଠେଇ ନେଇଯିବ। ଯୋଉଠି ଚାହିଁବ ଯାହାକୁ ଟାଣି ନେଇଯିବ। ମନ ସେୟା, ମନ ତୁମକୁ ପ୍ରତି ମୁହୂର୍ତ୍ତରେ ଖୁମ୍ପିକି ନେଇଯିବା ପାଇଁ ବସିଛି। ମନଠାରୁ ସତର୍କ ହୁଅ, ତୁମେ ବରଂ ବିଚାର କର ସେଠି ବସିକି, ବିଚାର ନ ସରୁ, ସେ ଛକରେ ବସ, ମୁଁ କୁଆଡକୁ ଯିବି ଫାଇନାଲ ଡିସିସନ କର, ଆଇଦର ବାହାରକୁ ଯିବି କି ଭିତରକୁ ଯିବି। ଜାଣୁଛ ବାହାର ଅଶାନ୍ତି, ଦୁଃଖପୂର୍ଣ୍ଣ, ସନ୍ଦେହ ଆଉ ମାୟା ମାତ୍ର। ମାୟା କିଛି ନୁହେଁ, ମାୟା ପୁରା। ଯେମିତି କୁଢ଼ କୁଢ଼ ଶବ ଉପରେ ତୁମେ ଚାଲିକି ଯିବ, ଯାଉଛ, ଯାହାକୁ ମଣିଷ ଦେଖୁଛ ସେ କିଛି ଦିନ ପରେ ଶବ ହେଇଯିବେ। ତେଣୁ ମାୟା ନୁହେଁ। ଯୋଉ ପୃଥିବୀ କି ଆଦର ଯତ୍ନ ପ୍ରେମ କରୁଛ, ଯେତେବେଳେ ଛାଡ଼ିଦବ ପୃଥିବୀ, ଇଏ ବି ଫିକା ପଡ଼ିଯିବ। ଏ ପୃଥିବୀରେ କେହି ତମକୁ ପଚାରିବେନି, କେହି ଅନେଇବେନି। କହିବ ହଁ ଏ ଆସିଥିଲା ତ ଯେଦିନ ପାଇଁ ପଳେଇଲା, ଆମେ କ'ଣ କରିବା, ତା ଭାଗ୍ୟରେ ଏତିକି ଦିନ ଥିଲା। ଉଠାଅ ଶବ, ଶବ ଆସିବ, ଖଇ କୋଉଠି ପଡ଼ିବ, ମିଛରେ ହଉ ସତରେ ହଉ ସ୍ତ୍ରୀ କିଛି ବାଟ ଗୋବର ପାଣି ପକେଇକି ଆସିବ, କାନ୍ଦିବ, ଘରକୁ ଯିବ, ପୁଅ ଆସିବ ଶ୍ମଶାନ ପର୍ଯ୍ୟନ୍ତ, ସେଠୁ ଫେରିଯିବ। କପଡ଼ା ମଧ୍ୟ ଯିବନି ତୁମ ସହିତ, ଯୋଉ 2 ଗଜର କପଡ଼ା ସେ ପୋଡ଼ିଯିବ। ତୁମେ ପୋଡ଼ିବା ପୂର୍ବରୁ ଆଗେ କପଡ଼ା, ତୁମେ ନଗ୍ନ ନଗ୍ନ ହେଇକି ଯିବ। ଆସିଛୁ ଲଙ୍ଗଳା ହେଇ, ଯିବ ଶୂନ୍ୟ ହୋଇରେ। କିଛି ନାହିଁ, ଏ ବିଚାର କର। ମୁଁ ଭାବୁଛି ବିଚାର ସରିଲାଣି କି ନାହିଁ ତୁମର, ସେଇଥିପାଇଁ ଟପିକ ଆଜି ଆଣିଲି। ବିଚାର ସାରିବା ପାଇଁ ତୁମକୁ କହୁଛି, ଶୀଘ୍ର ସାର, ସମୟ କମ। ବିଚାର ଶୀଘ୍ର ସାର, ସମୟ କମ। ଡିସାଇଡ କର ବାହାରକୁ ଯିବି, ଠିକ ଅଛି, ବୁଲ, କିଛି ନାହିଁ। ପୁଣି ଆଉ ଗୋଟେ ଜନ୍ମ ନେବ, ଆସିବ, ମା ପେଟରେ ପହଁରିବ, 10 ମାସ ରହିବ, ପୁଣି ଜନ୍ମ ନେବ, କୁଆ କାନ୍ଦିବ, ଷଠି ଘର କରିବେ, ହସିବ, ପୁଣି ସିଙ୍ଗାଣି ପୋଛିବେ, ପୁଅ ପୋଛିବେ, ତୁମର ପରିସ୍ରା କରିବ ମା ଉପରେ ରାତି ସାରା, ଆଦର ଯତ୍ନ ସ୍ନେହ, ଜ୍ୱର ହେଇଥିବ ଥାପିବେ, ସବୁ ହବ। ତାପରେ ବାପା ମା କହିବେ ପୁଅ ପାଠ ପଢ଼ରେ, ତୁମେ ପାଠ ପଢ଼ିବ। ବାପା ମାଙ୍କର ଉଦ୍ଦେଶ୍ୟ ପାଠ ପଢ଼ିଲେ ଆମକୁ ପୋଷିବ, ବଡ଼ ଅଫିସରଟେ ହବ, ଅଫିସର ହେଇଗଲ,
ଆତ୍ମଜ୍ଞାନ ହେଲାନି ତୁମର, ବିଚାର ସରିନି, ପୁଣି ବିଚାର ଛକରେ ବସିବ, ଯାଇକି କୁଆଡ଼େ ଯିବି, ପୁଣି ଚାଲିଲ ଛୁଟି, ପୁଣି ଆସିବ, ଏମିତି ଅନେକ ଥର ହେଇସାରିଲାଣି। ତେଣୁ ବିଚାରକୁ ସମାପ୍ତ କର। ବିଚାର ନିହାତି ଆବଶ୍ୟକ। ଆଜି ନିଷ୍ପତ୍ତି ନିଅ, ମୁଁ କୋଉଠି ଯିବି। ବିଚାର କର ଘରେ ବସି, କିଛି ଅସୁବିଧା ନାହିଁ, କିନ୍ତୁ କୁଆଡ଼େ ଯିବି ନିଷ୍ପତ୍ତି ନିଅ, ତାପରେ ସାଧନ କର। ଆଉ ଏତେ ସାଧନ ମାର୍ମିକ, ଦୃଢ଼ ଆଉ ସୁନ୍ଦର, ସାବଲୀଳ, ସରଳ, ସର୍ବାଙ୍ଗପୂର୍ଣ୍ଣ, ସହଜ, ସରଳ, ସର୍ବାଙ୍ଗପୂର୍ଣ୍ଣ କୋଉଠି ମିଳିବ ନାହିଁ। ମୁଁ କେତେ ବର୍ଷର ଅଭିଜ୍ଞତାକୁ ନେଇ ତୁମକୁ କହୁଛି, 27-28 ବର୍ଷର ଅଭିଜ୍ଞତାକୁ ନେଇକି ମୁଁ କହୁଛି, କୋଉଠି ମିଳିବନି ଏ ସାଧନ। ପୁରା ପ୍ରୋହିବିଟେଡ୍, ସେଫ୍ଟି, ଆର ସାଇଡ୍ ଇଫେକ୍ଟ ନାହିଁ। ହଁ, ସାଇଡ୍ ଇଫେକ୍ଟ ଅଛି କେତେବେଳେ, ଯେତେବେଳେ ଭୁଲ ସାଧନ କରିବ। ନାହିଁ କହିଲେ ହବନି, ଭୁଲ ସାଧନ କଲେ ସାଇଡ୍ ଇଫେକ୍ଟ। ହୁସିଆର ହେଇ କରିବ। ବହୁତ ଏକ୍ସପିରିଏନ୍ସ ହୋଲ୍ଡର ଅଛନ୍ତି ଯେଉଁମାନେ, ବହୁତ ଦିନର ସାଧକ, ତାଙ୍କ ପାଖରେ ଯୋଗ ନିଅ, ତାହେଲେ ପାଇବ। ଦେଖ ଯୋଉ ଗଛରେ ଫଳ ଫଳିଛି ସେଠିକି ଯାଅ। ଥୁଣ୍ଟା ବରଗଛରେ ଗଲେ ଫଳ ମିଳିବନି। ତମେ ଫଳ ଆଶା କରିଯିବ, ଯୋଉ ଗଛରେ ଫଳ ନାହିଁ, ଫଳ କେମିତି ମିଳିବ? ତେଣୁ ବିଚାର ସାରିବା ଅର୍ଥ ତୁମେ କୁଆଡ଼େ ଯିବ। ଦିଟା ବାଟ, ଗୋଟେ ଭିତରକୁ, ଗୋଟେ ବାହାର ଦିଗ। ଚାରିଟା ଦିଗ ନୁହେଁ, ଦିଟା ଦିଗ ମାତ୍ର, ଗୋଟେ ବାହାର, ଗୋଟେ ଭିତର। ବିରାଟ ଆଲୋକ ଧରି ବସିଛି। ଏ 1000 ସୂର୍ଯ୍ୟର ଆଲୋକ ଠାରୁ ଆହୁରି 1000 ଗୁଣ ସୂର୍ଯ୍ୟର ଆଲୋକ ଦେଖିବ ଭିତରେ। ଅନ୍ଧକାର ହେଲେ ବି ଆଲୋକର ଉତ୍ସ ଅଛି, ତୁମେ ଆଲୋକ ଆଡ଼କୁ ଯାଅ। ଯୋଉଠି ଶାନ୍ତି ଅଛି, ସ୍ନେହ ଅଛି, ପ୍ରେମ ଅଛି, ଆନନ୍ଦ ଅଛି, ଲାଭ ଅଛି, ମୁକ୍ତି ଅଛି, ବିଷାଦ ନାହିଁ, ଅନାସକ୍ତ ଭାବ ନାହିଁ, ବିତୃଷ୍ଣ ଭାବ ନାହିଁ। ଭିତରକୁ ଆସିଲେ ଶାନ୍ତି, ଶାନ୍ତି ଆଉ ଶାନ୍ତି, ପରମ ଶାନ୍ତି ଭିତରେ। ଆଗକୁ ଯିବା ଆଉ ନା ଏଇଠି ଶେଷ କରିବା? 15 ମିନିଟ୍ ହେଇଗଲା, 1:15, ଆମେ ଘଣ୍ଟେ ଆଲୋଚନା କଲେ। ତେଣୁ ଗୋଟେ ସଙ୍ଗୀତକାର ବୋଲିଛନ୍ତି, ତୁ ବିଚାର କରୁଥା, ମୁଁ ବିଚାର ସାରିଲି। ତୁ ବିଚାର କରୁଥା, ମୁଁ ବିଚାର ସାରିଲି। କୁହନ୍ତୁ, ମତାମତ ରଖନ୍ତୁ, ତାପରେ କି କହିବେ, ଯଦି କି କହିବାକୁ ଚାହୁଁଛନ୍ତି କୁହନ୍ତୁ। ସମସ୍ତେ ଶାନ୍ତ, ନୀରବ ଆଉ ଅନୁଭବୀ ଅବସ୍ଥାରେ ଶୁଣିଛନ୍ତି ଆମ କଥା। ଧୈର୍ଯ୍ୟର ସହିତ ମ୍ୟୁଟ ରକ୍ଷା କରିଛନ୍ତି। କେହି ନଏଜ ପଲ୍ୟୁସନ କରିନାହାନ୍ତି, ସେଥିପାଇଁ ବହୁତ ଧନ୍ୟବାଦ ସମସ୍ତଙ୍କୁ। କୁହନ୍ତୁ, କିଏ କହିବେ? ଜୟ ଜୟ। ବାବା କଥାଟା ଟିକେ ଭିତରକୁ ଥିଲା ଯେ ମନଟା କୁଆଡେ ବି ଆଉ ଯାଉନଥିଲା। ସେ ଭିତରେ ଭିତରେ ମନଟା ପୁରା ମଜି ଯାଇଥିଲା, ସେ କଥା ଭିତରେ ହିଁ ମଜି ଯାଇଥିଲା। ଯାହା ପ୍ରକୃତରେ ବାସ୍ତବ କଥା ଚାଲିଛି, ବର୍ତ୍ତମାନ ଯାହା ହଉଛି ସେଇଟା ହିଁ ଚାଲିଛି। ଏତେ ମଜି ଯାଇଥିଲୁ ଯେ ଏତେବେଳେ ଆପଣ କହିଲେ ଯେ ଗୋଟେ କେତେ ହେଲାଣି ବୋଲି କହିଲେ, କିନ୍ତୁ ଜଣା ବି ପଡିନି ଟାଇମଟା ଏତେ ଶୀଘ୍ର ଏତେ ହେଇଗଲାଣି। ମାନେ ମନଟା ପୁରା ତା ଭିତରେ ପଶି ହିଁ ଯାଇଥିଲା। ସେଥିଲାଗି ସମସ୍ତେ ନୀରବ ହେଇକି ଶୁଣି ଚାଲିଛନ୍ତି। କଣ ମାନେ ଯୋଉଟା ହଉଛି ପୁରା ଅନୁଭବର କଥା, ବର୍ତ୍ତମାନ ସେଇଟା ହିଁ ସବୁ ଜିନିଷ ଚାଲିଛି। ମନଟା ପୁରା ଡିପଲି ଥିଲା ତ, ସେଇଥିଲାଗି ଆଉ
କୁଆଡେ ଆଉ ହଲଚଲ ହଉନଥିଲା ମନ। ହୁଁ। ଜୟ 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 ମୁଁ କହୁଛି ଟିକେ ହଁ କୁହନ୍ତୁ। ପ୍ରଭାତୀ ମିଶ୍ର ଜୟଦେବ ଜୟଦେବ ହଁ ଗୁରୁମା ଜୟଦେବ। ହଁ ମୁଁ ଟିକେ ପଛରେ ଲଗେଇଲି ଲାଗିଲାନି ବୋଲି ହଁ ଆଉ ଯେତେ ସମୟ ଲଗେଇଲି ଏକଦମ ମାନେ ଏକଦମ ଚୁପ୍ ହେଇ ବସିଲି। ଭିତରୁ କଥା ଗୁଡା ଏମିତି ମେଡିସିନ ପଶିଲା ଭଳିଆ ଲାଗିଲା। କେତେ ସୁନ୍ଦର ଆଲୋଚନା ଆଉ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ତତ୍ତ୍ୱ। ତାକୁ ଆକ୍ଚୁଆଲି ମାନେ ଏକଦମ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଲା କଥା ଶୁଣି ଏକଦମ କୌଣସି ସେତେ ସମୟ ଆମେ ପ୍ରକୃତରେ ସମ୍ମିଳିତ ହେଇଗଲୁ। ଆଜିର ଯୋଉ ଟପିକ ଥିଲା ବିଚାର ସରିନି, ପ୍ରକୃତରେ ଆମେ ଆମ ବିଚାର ସାରି ପାରୁନୁ ବୋଲି ଦୁଃଖ ପାଉଛୁ। ବିଚାର ଯେତେବେଳେ ଏଣ୍ଡ ହେଇଯିବ ଆମେ ବି ସେଇ ଭିତରକୁ ଯାଇପାରିବୁ। ସର୍ବଚିନ୍ତା ପରିତ୍ୟାଗ ଯୋଉ ମନ୍ତ୍ରଟି ପଢିଲେ, ସର୍ବଚିନ୍ତା ପରିତ୍ୟାଗ ନିଶ୍ଚିତ ଜଗଉଚ୍ୟତେ, ତାକୁ ବୁଝେଇଲେ ମାନେ ଦେହ ଭିତରକୁ ପଶିଗଲା। ସତରେ ଆମେ ଭିତରୁ ଯାଉଛୁ ପୁଣି ବାହାରକୁ ପଳେଇ ଆସିଛୁ। ଏଇଭଳିଆ ଯୋଉ ହଉଛି ଆମର, ଆମେ ଦୃଢ ନିଷ୍ପତ୍ତି ନେଇପାରୁନୁ ବୋଲି ଦୁଃଖ ପାଉଛୁ। ନହେଲେ ଭିତର ପ୍ରକୃତ ଆନନ୍ଦ ହିଁ ଆନନ୍ଦ, ବାହାରେ କିଛି ଆନନ୍ଦ ନାହିଁ। ମନ ତ ଏମିତି ଝାମ୍ପିନା ବସି ବହୁତ ଦୁଃଖ ଦଉଛି। ଭିତରେ ଯାହା ଅଛି ଆମେ ବାହାରେ ତାକୁ ସବୁବେଳେ ମନ ପଳେଇବାରୁ ଆମେ ଭିତରକୁ ଯାଇପାରୁନୁ। ଭିତରେ ଆନନ୍ଦ ଆନନ୍ଦ, ସେ ଆନନ୍ଦକୁ ଯିବା ପାଇଁ ସବୁବେଳେ ଚେଷ୍ଟା କରିବା ଉଚିତ। ଆପଣଙ୍କ ଜରିଆରେ ଏଇ ଯୋଉ ଅନଲାଇନ ସତ୍ସଙ୍ଗରେ କମ ସେ କମ ସପ୍ତାହକୁ ଥରେ ଆମେ 2 ଥର ବି ଗଲେ ଆମ ମନ ସେଇ ପରିମାଣରେ ଟାଣି ହେଇଯିବ। ତେଣୁ ଆଜିର ଯୋଉ ମାନେ ଆଲୋଚନା ଟା ସମସ୍ତଙ୍କ ଭଳିଆ ଦୁଃଖ ହିଁ କେତେ ଲୋକଙ୍କ ପାଖରେ ଆସୁଛି ହିଁ ଭଲ ପାଇଁ। ଆପଣ ବି କହିଲେ ଏଇ ବିଚାରଧାରା ନେଇକି ମଣିଷ ସବୁଦିନ ଗୋଟେ ମୁହୂର୍ତ୍ତରେ ଯେମିତି ବିଚାରଧାରା କଲେ ନିଶ୍ଚିତ ତୁମେ ଦିନେ ଭିତରକୁ ଯାଇପାରିବ। ଏଇ ଆଲୋଚନା ଟା ବହୁତ ଭଲ ଲାଗିଲା, ବହୁତ। ମୁଁ ତ ଏଇଠି ବସିକି ଶୋଷ ଲାଗୁଥିଲା, ମୁଁ ପାଣି ପିଇବାକୁ ଯାଇପାରିଲି ବି, ଟଏଲେଟ ଯାଇପାରିଲି। ମୁଁ ନାଇଁ ଗୋଟେ ସେକେଣ୍ଡ ଛାଡିଦେବାକୁ ମୋ ଇଚ୍ଛା ହଉନି। ଏଭଳି ମାର୍ମୀ କଥା କୋଉଠି ଶୁଣିବାକୁ ପାଉଥିଲୁ ଆମେ। ଯାହା ହଉ ପାଖେ ନ ପାଇ ମାନେ ଅନଲାଇନ ଜରିଆରେ ଆମେ ଶୁଣିପାରୁଛୁ। ବହୁତ ଆମର ବହୁତ ମାନେ ଭାଗ୍ୟ ଥିଲେ ବି ଏତେ କଥା ଶୁଣିପାରୁନୁ। ଏଇ ସୁନ୍ଦର ଅମୃତ ବାଣୀ ଆମେ କୋଉଠୁ ହିଁ ପାଉନଥିଲୁ। ହଉ ଧନ୍ୟବାଦ। ସମସ୍ତଙ୍କୁ ସପ୍ରେମ ଯାଇଯିବି। ମୁଁ ଯେତେ ଭାଇ ଭଉଣୀ ମାନେ ଜୟଜିତ ଭାଇ ଭଉଣୀ ସମସ୍ତଙ୍କୁ ସପ୍ରେମ ଯାଇଯିବି। ସୁନ୍ଦର ଉପସ୍ଥାପନ ରଖିଲେ ସୁଦୂର ଦୁବାଇରୁ, ଆଉ ଠିକ୍ ଲାଗିଲା ତାଙ୍କର ମତାମତ, ପ୍ରେଡିକ୍ସନ, ପ୍ରେଜେଣ୍ଟେସନ ଠିକ୍ ଲାଗିଲା। ଆଚ୍ଛା ମୋତେ କହିବେ କି ଆଉ ଗୋଟେ କଥା, ଏବେ ସମୟ କେତେ ହେଇଛି ଦୁବାଇରେ? ଏବେ ହେଇଛି କଟକରେ 10:57। ଆମର ଗୋଟେ ପତ୍ର ଗୋଟେ ହେଇଗଲା। ହଁ ହଁ। ଆଚ୍ଛା ବର୍ତ୍ତମାନ ଏ ଯେଉଁ କହୁଥିଲେ ଗୋକୁଳାନନ୍ଦ ମୁନି, ଆଜ୍ଞା ଜୟ ଯିବି ଆଜ୍ଞା। କୁହନ୍ତୁ। ଆଜି ଯୋଉ ଟପିକଟି ଆପଣ ସ୍ୱଇଚ୍ଛାରେ ଆଣିଲେ, କାହାର ମତାମତ ନ ନେଇ ଗୋଟେ ଟପିକଟି ଆଣିଲେ, ସେଟା ଗୋଟେ ଅତି ଇମ୍ପୋର୍ଟାଣ୍ଟ ଟପିକ ଥିଲା। ଯୋଉଟା ବିଚାର ସାରିଲଣି, କିଛି ବାକି ଅଛି। ଆମେ ବିଚାର ଉପରେ ତ ସମସ୍ତେ ଅଛୁ। ଆପଣ ଦୀର୍ଘ 1.5 ଘଣ୍ଟା ବା 1:27 ହେଲାଣି, ଦୀର୍ଘ 1.5 ଘଣ୍ଟା ସମୟ ଆଜିକାଲିର ଯୋଉ ଚାଲିଚଳନ ହାବ ଭାବ ନେଇକି ପୁରା ମଜିକି ପୁରା ହଜି ଯାଇକି ଯୋଉ ଟପିକଟି ଆଜି ଆଣିଲେ, ବହୁତ ମର୍ମସ୍ପର୍ଶୀ ହେଇଛି। ଆଉ ଆଜିର ହାଲଚାଲ ଯାହା ଦୁନିଆରେ ଘଟୁଛି, ଆମ ସଂସାର ଭିତରେ ଘଟୁଛି, ଆମ ପରିବାର ଭିତରେ ଘଟୁଛି, ଆମ ସମାଜ ଭିତରେ ଘଟୁଛି, ତାହା ନିଖୁଣ ଚିତ୍ର। ଆପଣ ବାସ୍ତବରେ ଜଣେ ଅଭିଜ୍ଞ ବ୍ୟକ୍ତି ନହେଲେ ବା ସଦଗୁରୁ ନହେଲେ, ଅନୁଭବୀ ନହେଲେ, ଏସବୁ ଜ୍ଞାନ ତାଙ୍କ ମୁଖରୁ ବାହାରିବ ନାହିଁ। ଏବଂ ଯେତେବେଳେ ଯୋଉ ପ୍ରକାର ଭାବରେ ଆପଣ ଆଖି ବୁଝିକିରି କହୁଛନ୍ତି, ଆମକୁ ପୁରା ଆମେ ହଜି ଯାଉଛୁ, ମରି ଯାଉଛୁ ଏବଂ ବହୁତ ବିଚାର ଭିତରେ ରହୁଛୁ, ଯୋଉଟା କି କ୍ଷଣକ ଭିତରେ ପୁଣି ଭୁଲି ଯାଉଛୁ। ଆପଣ ଯେତେ ଗୁଡିଏ ନିଖୁଣ ଚିତ୍ର ଭିତରେ ଆଣିଲେ, କୋଉଠି ବି ଟିକେ ମାନେ ଏପଟ ସେପଟ ହେଇନେଇ, କି କଥାର ମିଷ୍ଟେକ ନାହିଁ, କି ଆପଣଙ୍କ ମୁଖରୁ କେବେ ହେଲେ ଟିକେ ରଙ୍ଗ କିଛି ଗୋଟେ ବି ଭୁଲ ଜିନିଷ ବାହାରି ନାହିଁ, କି ନନଷ୍ଟପ ଆପଣ ସେଟା ଅନୁଭବରୁ କହୁଛନ୍ତି। ଯୋଉଟା କି ପୁରା ମଜିକିରି ନହେଲେ ସଂସାର ଭିତରେ, ଯୋଉ ସଂସାର ହାବ ଭାବ
ଭିତରେ ନ ମଜିଲେ ଜଣେ ଜଣେ ଏ ପ୍ରକାର କହିପାରିବେ ଜଣେ ପ୍ରକୃତ ଆପଣ ସେ ସଦ୍ଗୁରୁ ମୁଖ ନିଶ୍ଚିତ ବାଣୀ ଆମକୁ ଅମୃତ ତୁଲ୍ୟ ଲାଗିଛି। ମୁଁ ଆଉ ବିଶେଷ କିଛି କହୁନାହିଁ, ଏତିକି କହି ମୋର ବାଣୀକି ବିଶ୍ରାମ ଦଉଛି। ଯଦି ଶ୍ରୀକୃଷ୍ଣ କହିଥାଏ କିଛି ଭୁଲ ଥାଏ ମାନେ ସମାଜର ସବୁ ସଦସ୍ୟ ମାନେ ମୋତେ କ୍ଷମା କରିଦେବେ। ରହିଲେ ଜୟ ଜୟ ବାବା, ଜୟ ଜୟ ମା। ଧନ୍ୟବାଦ। ନିଜର ଆବିଳତା ପୂର୍ବକ ଯେଉଁ ଅନ୍ତର୍ନିହିତ ଜଗତରୁ ଯେଉଁ ଭାବ ସୃଷ୍ଟି ହେଲା ତାକୁ ପ୍ରକାଶ କଲେ, ଅନୁଭବୀ କଥା କହିଲେ। ତେଣୁ ସବୁ କ୍ଷେତ୍ରରୁ ମତାମତ ପାଇଁ ଧନ୍ୟବାଦ। ହଉ, ଏଇଠି ଆମେ ଶେଷ କରିବା। ଆମେ ସମସ୍ତଙ୍କୁ ଧନ୍ୟବାଦ। ସମସ୍ତେ ଧୈର୍ଯ୍ୟର ସହ ଶୁଣିଛନ୍ତି।